କରିଛନ୍ତି ଆଉ ତହିଁ ସାଥେ ଏ ସମୟ ମଧ୍ୟ ପ୍ରଦାନ କରିଛନ୍ତି ଆଉ ଯେତେବେଳେ ଦେଖୁ ଜଗତ ମଧ୍ୟରେ କୋଟି କୋଟି ଜନତା ମାନେ ନିଜ ନିଜ କାମରେ ବ୍ୟସ୍ତ ତଥାପି କ୍ଷୁଦ୍ର ମନୁଷ୍ୟ ମାନଙ୍କୁ ଧୂଳି ମନୁଷ୍ୟ ମାନଙ୍କୁ ପରମେଶ୍ୱର ଦୟା ଅନୁଗ୍ରହ କରିଛନ୍ତି ମନୋନୀତ କରିଛନ୍ତି ତାଙ୍କରି ଚରଣ ତଳେ ବସି ତାଙ୍କରି ସେବା ଉପାସନା କରିବା ପାଇଁ ସେ ଜୀବିତ ପରମେଶ୍ୱରଙ୍କର ସେବା ଉପାସନା କରିବା ପାଇଁ ଏ ସୁନ୍ଦର ସମୟ ପ୍ରଦାନ କରିଥିବାରୁ ପ୍ରଭୁଙ୍କୁ ବିଶେଷ କରି ଧନ୍ୟବାଦ ଦିଏ ଆଉ ପ୍ରଭୁ ଆମମାନଙ୍କୁ ଜୀବିତ ହିଁ ରଖିନାହାନ୍ତି ଆମମାନଙ୍କର ସମସ୍ତ ପ୍ରୟୋଜନ ବିଷୟକୁ ସେ ଦେଇଛନ୍ତି ଆଉ ତହିଁ ସହିତ ଅମୂଲ୍ୟ ଜୀବନକୁ ମଧ୍ୟ ପ୍ରଦାନ କରିଛନ୍ତି ତେଣୁ ପ୍ରଭୁଙ୍କର ମହତ୍ ନାମକୁ ଧନ୍ୟବାଦ ଦଉ ପ୍ରଭୁଙ୍କର ଏଇ ପ୍ରେମକୁ ଯେତେବେଳେ ଆମେ ସମୟ ପାଇଛୁ ଆମେ ସ୍ମରଣ କରିବା ତାଙ୍କରି ଦୟା ଅନୁଗ୍ରହକୁ ଆମେ ସ୍ମରଣ କରିବା ତାଙ୍କରି ମହାନତାକୁ ଆମେ ସ୍ମରଣ କରିବା ପ୍ରଭୁ ଯେ ଆମମାନଙ୍କୁ ଜୀବନରେ ବଞ୍ଚାଇଛନ୍ତି ତହିଁ ସାଥେ ଏ ସମୟ ମଧ୍ୟ ପ୍ରଦାନ କରିଛନ୍ତି ଆଉ ସେ ଆମମାନଙ୍କ ନିମନ୍ତେ ଯେଉଁ ସମସ୍ତ ମଙ୍ଗଳ ଦାନ କରିଛନ୍ତି ତାହାକୁ ଆମେ ସ୍ମରଣ କରିବା ଏବଂ ମହାନ ପରମେଶ୍ୱରଙ୍କର ସେ ଜୀବିତ ପରମେଶ୍ୱରଙ୍କର ସେବା ଉପାସନା କରିବା ବର୍ତ୍ତମାନ ଆମେ ଆରମ୍ଭ ପୂର୍ବରୁ ଗୀତ ସଂହିତା ତାର 36 ଆଜି ଆମେ 1 ଠାରୁ 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରି ପରମେଶ୍ୱରଙ୍କର ଗୌରବ କରିବା ପ୍ରତ୍ୟେକ ସପ୍ତାହ ଭଳି ଆଜି ମଧ୍ୟ ମୁଁ ପ୍ରଥମ ଲାଇନ ପଢିବି ଆଉ ପ୍ରତିଟି ପଦର ଦ୍ୱିତୀୟ ଲାଇନ ଆପଣ ମାନେ ପଢିବେ ଧନ୍ୟବାଦ ସ୍ତୁତି ସଦା ପ୍ରଭୁଙ୍କର ଧନ୍ୟବାଦ କର କାରଣ ସେ ମଙ୍ଗଳମୟ କାରଣ ତାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଦେବମାନଙ୍କ ଦେବଙ୍କର ଧନ୍ୟବାଦ କର କାରଣ ତାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ପ୍ରଭୁ ମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କର କାରଣ ତାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଯେ ମହତ ମହତ ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ୱିତୀୟ ତାହାଙ୍କର ଧନ୍ୟବାଦ କର କାରଣ ତାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଯେ ବୁଦ୍ଧିରେ ଆକାଶ ମଣ୍ଡଳ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିଚ୍ଛିନ୍ନ କଲେ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଯେ ମହା ଜ୍ୟୋତିର୍ଗଣ ନିର୍ମାଣ କଲେ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ନିର୍ମାଣ କଲେ ସେ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ପ୍ରଥମ ଜାତ ମାନଙ୍କୁ ସଂହାର କରିବା ଦ୍ୱାରା ମିଶ୍ରକୁ ଆଘାତ କଲେ ସେ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଯେ ସୁପସାଗରକୁ ବିଭକ୍ତ କଲେ ତାହାଙ୍କର ଧନ୍ୟବାଦ କର କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ କହି ମଧ୍ୟ ଦେଇ ଇସ୍ରାଏଲକୁ ପାର କରାଇଲେ ସେ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୁଖ ସାଗରରେ ଠେଲି ଦେଲେ ସେ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ପ୍ରଭୁ ଏଇ ଭକ୍ତ ବାକ୍ୟରେ ପୁଣି ଶ୍ରବଣରେ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ এই অধ্যয়ন দ্বারা পরমেশ্বর গৌরব পাଆନ୍ତୁ ବର୍ତ୍ତମାନ ଆମେ ପ୍ରାର୍ଥନା କରିବା ଭଏସ୍ କ୍ଲିୟର ଆସୁଛି ବର୍ତ୍ତମାନ ଆମେ ପ୍ରାର୍ଥନା କରିବା ଆଜିର ଉପାସନାକୁ ପରମେଶ୍ୱରଙ୍କର ହସ୍ତରେ ଆମେ ସମର୍ପିତ କରିବା ପ୍ରଭୁ ତାଙ୍କରି ଦାସୀମାନଙ୍କୁ ବ୍ୟବହାର କରନ୍ତୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ପ୍ରତ୍ୟେକଙ୍କ ଦ୍ୱାରା ସେ ଗୌରବ ପାଆନ୍ତୁ ଏଥି ନିମନ୍ତେ ଆମେ ପ୍ରାର୍ଥନା କରିବା ଆମମାନଙ୍କ ଗଣରେ ଅଛନ୍ତି ମିସେସ୍ ଦୀପିକା ଅନୁରୋଧ करे दीपिका सिस्टर को आरंभ प्रार्थना रे मानते प्रभुको महानामको धन्यवाद और प्रेज लॉर्ड समस्त मोर दीदी माननको प्रभुको दासी माननको मोर आंतरिक सहित नमस्कार आसंत आमे आरंभ प्रार्थना को जीवा धन्यवाद पिता महान परमेश्वर पवित्र पवित्र तुम्भ नाम पवित्र अटे
तुम्हें राजा मानकर राजा प्रभु मानकर प्रभु देव मानकर देवट महान परमेश्वरट आम मानकर सृष्टिकर्ता परमेश्वरट हे पिता मु धन्यवाद करुछि प्रार्थना करबा निमंते प्रभु तुम दासी मुख द्वारा मते प्रभु बाछिल प्रभु से प्रभु मु धन्यवाद करुछि महान पिता परमेश्वर प्रत्येक बुधवार आ जूम प्लाटफॉर्म रे प्रभु आमान को 4टा अपराह्न समय रे प्रभु आमान को समय देथिबार से धन्यवाद करुछि प्रभु ए जो समय टी आमे आज पाउछु प्रभु अनेक महिला माने ताहाको प्रभु जे पर आमान को जीवन रे सद्व्यवहार करि पारिबु प्रभु आमान को सहाय्य कर दया कर जेते भी आमान कर घर रो कार्यक्रम थिले भी मत ताहाको समाप्त करी प्रभु तुमर ए मीटिंग रे प्रभु प्रभु संपूर्ण प्रस्तुत हेबाय आमान को सहाय्य करिछ प्रभु से धन्यवाद करुछि प्रभु ए मीटिंग द्वारा ए जूम द्वारा प्रभु अनेक प्रभु कार्यक्रम गुड़िक अच्छी प्रथम ठार शेष पर्यंत तुम्हें संभाल पवित्र आत्मा आवास दे प्रभु पवित्र आत्मा चालना प्रेरणा दे आमान को प्रभु कार्य गुड़िक आगे नेउछ बोली मु प्रार्थना करुछि समर्पण करुछि महान पिता परमेश्वर धन्यवाद करुछि महिमा करुछि प्रभु विशेष करी प्रभु जूम रे जुड़ी थिबा अनेक मोर भौणी माने ओ माँ माने प्रभु सेमान को जीवन रे प्रभु बहुल भाव रे कार्य कर आशीर्वाद कर प्रथम ठार जो माने शेष पर्यंत जुड़ी अछंती प्रभु हाँ परमेश्वर जो प्रभु बिंदु दीदी जो लीड करछंती ताहु तुम आशीर्वाद कर आहुरी आग को लीड को सुंदर भाव रे आहुरी करिया पे तांग सहाय्य कर दया कर प्रभु वर्षिप निमते अछंती से वर्षिप को जेपरी प्रभु सुंदर भाव रे प्रकाश करी तुम निमते गौरवर कारण हेतु बोली प्रार्थना करछि हाँ प्रभु विशेष कर प्रार्थना करछि जो भौणी बाइबल रीडिंग नहीं छंती प्रभु से बाइबल रीडिंग तुम निमते तुमर महिमा निमते प्रकाश हो बोली हम प्रार्थना करछु विशेष करी प्रभु हम प्रार्थना करछु जो भौणी प्रभु साक्ष्य कहिबे से साक्ष्य को तुमरी पाद तल समर्पण करछि समस्त जीवन साक्ष्यमय जीवन हो बोली हम प्रार्थना करछु मध्यस्थी प्रार्थना अछि मध्यस्थी प्रार्थना को तुम्हें प्रभु संभाल बोली प्रार्थना करुछि महान पिता परमेश्वर जो प्रिय दासी जो भक्ति माँ अछंती हाँ प्रभु ताहाको मुख दे तुमे वाक्य आज कौन कहब प्रभु आमे जानी ना हेले तुम्हे जानो परमेश्वर से मुखर वाक्य आमे जेपरि सुनबा पय प्रस्तुत हबु आपण हृदय रे रखी जेपरि आमान को जीवन रे 100 गुणा में फलवंती हेबु आमान को सहाय्य कर दया कर प्रथम ठार शेष पर्यंत समस्त भार समस्त विश्व प्रभु आज जो मीटिंग रो समस्त कार्य गुडी को प्रभु तुम्हारी चरण तले समर्पण करुछि अनुग्रह कर दया कर मो निज को समर्पण करुछि मोर छोट प्रार्थना को तुम्हारी पाद तले समर्पण करी आस्तुबा नाजरीत यीशु ख्रीष्ट को नाम रे मागुछि आमेन आमेन बहुत बहुत धन्यवाद समस्त विषय को प्रभु को हस्त रे समर्पित करिसेंती प्रभु आपन को बहुत बहुत धन्यवाद प्रभु आपन प्रचुर भाव रे आशीर्वाद करंतु आपन को प्रार्थना मध्ये प्रभु ग्रहण करिसेंती थैंक यू सिस्टर थैंक यू सर वर्तमान आमने माध्यम को दिबा प्रभु को से गुण को परमेश्वर से प्रेम को आम वर्णित गीत द्वारा प्रशंसा करवा कारण आम मान प्रभु विशिष्ट आम मान निमंते जो समस्त किसी कर सब विषय कर मुक्ति देते शांति देते आनंद देते आज द्वारू प्रत्येक आम अनुग्रह परित्राण पाई उद्धार पाई रक्षा पाई तेणु आसू आम गौरव प्रशंसा करवा आम गहन शिष्य अच्छा आराधन आम प्रत्येक को ईश्वर से निकटवर्ती होगापी साहाय्य करेंगे ये समय मध्य आह्वान करे मिसेस समिता मिसाल संवाइजर सिस्टर आग को आसवे वर्षिप रे आमन ए समय होची आपन थैंक यू प्रेज लॉर्ड हालेलुया प्रभु को नाम इष्ट प्रेम रे प्रत्येक को नमस्कार जनाए चाहूँ माउसी गोटे 3 मिनिट मत समय देले मु गोटे साक्ष्य कहबा चाहे साक्ष्य द्वारा मुझे करी पुना रे जिते मोर सांग जड़े अच्छे आगे विगत 2024 साल रे पुना रे गोटे मीटिंग है अमेरिका रु जड़े आसिक वक्ता हिसाब से आसी पुना को माने प्रचार करने आसी आते पुना रे मीटिंग स्टार्ट है से दिन राति रे से मीटिंग थिला जिते स्टार्ट होगा पूर्वर दिन सार प्राय पुना रे बहुत वर्षा एमती वर्षा है तथापि लोक मैंने वाक्य सुनवा निमंते यात्रा करुले बस रे ऑटो रे कार रे गला बेल को बस रे पूरा टायर ऊपर को जाके चक ऊपर को पानी भर्ती जाउतिला
तथापि ट्राफिक हेबा जोगु बहुत लोक ଆଉ ଯାତ୍ରା କଲେ ପାଦ ଗତିରେ ଯାତ୍ରା କଲେ। ଆଉ ଯେତେବେଳେ ସେମାନେ ଷ୍ଟାଡିୟମରେ ପହଞ୍ଚିଲେ, ଷ୍ଟାଡିୟମରେ ଆଉ ସେ ମିଟିଂ ହେବାର ଥିଲା, ଷ୍ଟାଡିୟମରେ ପହଞ୍ଚିବାରୁ ସାରା ପୁନା ଯାକ ଆଉ ବହୁତ ବର୍ଷା ହେଇଛି, ମାତ୍ର ଷ୍ଟାଡିୟମରେ ଟୋପେ ପାଣି ବି ନଥିଲା। ପ୍ରେଜ୍ ଦ ଲର୍ଡ। ଆଜି ଆଉ ଯେତେବେଳେ ସେ ମୋ ସାଙ୍ଗ ଫୋନ କରି ମତେ ପୁରା ଥରି ଥରି କହୁଛି ଯେ ଦେଖିଲ ଆଉ ପୁରା ଷ୍ଟାଡିୟମରେ ପୁରା ଶୁଖିଲା ପାଗ, ଆଉ ସେ ଯେତେବେଳେ ବକ୍ତା ଉପସ୍ଥିତ ହେଲେ ସେଠାରେ ଆମର ହୋଲି ସ୍ପିରିଟ, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଠାରେ ଉପସ୍ଥିତ ଅଛନ୍ତି। ସେଥିପାଇଁ ଆଜି ପୁରା ପୁନା ସାରା ବହୁତ ବର୍ଷା ବାତ୍ୟା ହେଲା, ତଥାପି ଷ୍ଟାଡିୟମ ଭିତରେ ଟୋପେ ମଧ୍ୟ ପାଣି। ଆଜି ସେଇ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଯେ ଆମେ ଭୟ କରୁଛୁ, ତାଙ୍କରି ଉଦ୍ଦେଶ୍ୟରେ କୌଣସି ବିଷୟ ଅସାଧ୍ୟ ନାହିଁ। ଆଜି ଆମମାନଙ୍କ ମଧ୍ୟରେ ଯଦି କୌଣସି ସମସ୍ୟା ଚିନ୍ତା ଥାଏ, ତାହା ଠାରୁ ଆଉ ବଡ କେହି ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ଆମମାନଙ୍କର ସମସ୍ତ ଅସାଧ୍ୟର ସାଧ୍ୟକାରୀ। ତେଣୁ ଆସନ୍ତୁ ମୁଁ ଦୁଇଟି ଗୀତ ଗାନି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ। ଆଉ ସେଇ ସୁବର୍ଣ୍ଣ ସୁଯୋଗ ଦେଲେ ଭାଉଜ, ବହୁତ ଧନ୍ୟବାଦ। ଆସନ୍ତୁ ଆଉ ଦୁଇଟି ଗୀତ ଆମେ ଡାନ୍ସ କରି ତାଙ୍କରି ଆରାଧନା କରିବା। ହାଲେଲୁୟା। ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ, ଯୀଶୁ কে করিব বর্ণন, ত্রিভুবনে তাଙ୍କ সম কিসচি তুଳନା, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ, ଯୀଶୁ ସତ୍ୟ ସେହି ଦେଲେ ତନୁ ପ୍ରାଣ, ମନ ଧର କରି ଯତ୍ନ, ତାଙ୍କ ପଦେ ଶରଣ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ, ଯୀଶୁ ଛନ୍ତି ସ୍ୱର୍ଗ ସେତୁ, କୋଣ ପଥର ପ୍ରମାଣ, ଦୀନହୀନ ପାପୀ ହେତୁ ପିତୃଦତ୍ତ ପରିତ୍ରାଣ, ଧନ୍ୟ ଯୀଶୁ, ହାଲେଲୁୟା, ଧନ୍ୟ ଯୀଶୁ, ହାଲେଲୁୟା, ଧନ୍ୟ ଯୀଶୁ ପ୍ରିୟ ନାମ, ଯୀଶୁ ପ୍ରାଣ ତହୁ ନିତ୍ୟ ତଳଫଳ, ତାଙ୍କ ଛାୟା ତଳେ ବସ, ସେ ତ ଅତି ରମ୍ୟ ସ୍ଥଳ, ଧନ୍ୟ ଯୀଶୁ, ହାଲେଲୁୟା, ଧନ୍ୟ ଯୀଶୁ, ହାଲେଲୁୟା, ଧନ୍ୟ ଯୀଶୁ ପ୍ରିୟ ନାମ, ଯୀଶୁ ଅମୃତ ଅନୁକ୍ଷଣ କର ପାନ,
ଗୌରବ ତହୁ ସଦା କର ଘ୍ରାଣ ଧନ୍ୟ ଯୀଶୁ ଧନ୍ୟ ଯୀଶୁ ଧନ୍ୟ ଯୀଶୁ ପ୍ରିୟ ନାମ ଯୀଶୁ ସର୍ବ ଗୁଣୀ ତାଙ୍କ ମହିମା ପାର ମୁଁ ପାପୀ କି ପାରେ ଭଣୀ ଯୀଶୁ ନାମ ଗୁଣା କର ଧନ୍ୟ ଯୀଶୁ ହାଲେଲୁୟା ଧନ୍ୟ ଯୀଶୁ ହାଲେଲୁୟା ଧନ୍ୟ ଯୀଶୁ ପ୍ରିୟ ନାମ ଧନ୍ୟ ଯୀଶୁ ଧନ୍ୟ ଯୀଶୁ ଧନ୍ୟ ଯୀଶୁ প্রিয় নাম Hallelujah praise the Lord thank you Jesus যিশু মো জীবন সাথী যিশু মো পথ মুক্তি তাଙ୍କ বিনা ମୋ জীবন মরুভূমি তুলসীতে জীবনর পথে পথে কঢ়াই নিয়ন্তি মতে জীবনর পথে পথে কঢ়াই নিয়ন্তি মতে যিশু ମୋ জীবন সাথী যিশু ମୋ পথର ମୁକ୍ତି ତାଙ୍କ ବିନା ମୋ ଜୀବନ ମରୁଭୂମି ତୁଲସୀতে চল পথে জীবনরে সহায় সেবা হুন্তি জীবনর গতি পথ সড়ক সে করন্তি চল পথে জীবনরে সহায় সেবা হুন্তি জীবনর গতি পথ সড়ক সে করন্তি ତାଙ୍କରି ରାଜ୍ୟର ସେବା ସଦାକାଳ ମୁଁ କରିବି ତାଙ୍କରି ନାମର ସେବା ସଦାକାଳ ମୁଁ କରିବି ଚିରଦିନ ମୁଁ ଭଜିବି যিশু ମୋ ଜୀବନ ସାଥୀ যিশୁ ମୋ ପଥର ମୁକ୍ତି ତାଙ୍କ ବିନା ମୋ ଜୀବନ ମରୁଭୂମି ତୁଲସୀତେ ହଁ ପାଇବାକୁ ତୁମ ପ୍ରେମ আনন্দ ভাড়ে মন সীমাহীন সে প্রেমর তুলনা নাহি সম পাইବାକୁ তুম প্রেম আনন্দ ভাড়ে মন
ସୀମାହୀନ ସେ ପ୍ରେମର ତୁଳନା ନାହିଁ ସମ ତୁମରି ମଧୁର ପ୍ରେମେ জীবন বদଳି যায় তুমরি পবিত্র নামে জীবনে আনন্দ মিলে ସେହି নামে ত্রাণ মিলে যিশু ମୋ ଜୀବନ ସାଥୀ ଯୀଶୁ ମୋ ପଥର ମୁକ୍ତି ତାଙ୍କ ବିନା ମୋ ଜୀବନ ମରୁଭୂମି ତୁଲ୍ୟ ସ୍ଥିତି। Thank you, Lord Jesus. ଯୀଶୁଙ୍କ ବିନା ଆମମାନଙ୍କ ଜୀବନ କିଛି ବୃଥା। ସେଥି ନିମନ୍ତେ ଆସନ୍ତୁ ଆଜି ଆମ୍ଭେମାନେ ନିଜ ନିଜ ମନ ପ୍ରାଣ ଆତ୍ମା ଶରୀର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମର୍ପିତ ହୋଇ ତାଙ୍କରି ରାଜ୍ୟ ନିମନ୍ତେ ତାଙ୍କରି ସାକ୍ଷୀ ହେବା ନିମନ୍ତେ ଆମେ ପ୍ରସ୍ତୁତ ହେବା। ଅନ୍ୟମାନଙ୍କ ନିମନ୍ତେ ଆମେ ଚିନ୍ତା କରି ପ୍ରାର୍ଥନା କରି ଆମେ ପ୍ରାର୍ଥନାରେ ନିବିଷ୍ଟ ରହି ଲାଗି ରହିବା। ଆଜିର ଦିନ ଏ ସମୟ ଏତେ ସୁନ୍ଦର ଦିନ ଆମମାନଙ୍କୁ ପ୍ରଭୁ ଦେଖାଇ ଅଛନ୍ତି। ସେଥି ନିମନ୍ତେ ଆସନ୍ତୁ ମୁଁ ଗୋଟିଏ ପଦ ଆଉ ଗୀତ ଗାନ କରି ତାଙ୍କରି ଆରାଧନା କରିବା। ଆମେ ପ୍ରତ୍ୟେକ ଏଇ ସମୟ ଏଇ ମୁହୂର୍ତ୍ତରେ ଆମେ ସମ୍ପୂର୍ଣ୍ଣ ଭାବରେ ନିଜ ନିଜ ପରିବାରକୁ ସମର୍ପିତ କରିବା। ନିଜ ପିଲାମାନଙ୍କୁ ନିଜ ସ୍ୱାମୀଙ୍କୁ ନିଜ ପ୍ରତିବାସୀ ମାନଙ୍କ ନିମନ୍ତେ ଆଜି ଆମେମାନେ ଏଇ ସୁବର୍ଣ୍ଣ ସୁଯୋଗ ପାଇଛୁ ପ୍ରାର୍ଥନା କରିବା ନିମନ୍ତେ। ଆସନ୍ତୁ ଆଉ ଗୋଟିଏ ପଦ ଗୀତ ଗାନ କରି ତାଙ୍କରି ନିକଟବର୍ତ୍ତୀ ହେବା। हालेलुया, प्रेज द लॉर्ड। इतना प्यारा यीशु है मेरा, कितना प्यारा यीशु है मेरा, सारी चिंता को दूर है किया, सबसे प्यारा यीशु है मेरा, सारी चिंता को दूर है किया, सबसे प्यारा यीशु है मेरा, कितना प्यारा यीशु है मेरा, कितना प्यारा यीशु है मेरा, सारी चिंता को दूर है किया, सबसे प्यारा यीशु है मेरा, पापों की गहराई में तेरे दर पे दूर में चला, पापों की गहराई में तेरे दर से दूर में चला, अपने प्यार से तूने माफ है किया, सीने से लगा लिया, अपने प्यार से तूने माफ है किया, सीने से लगा लिया, इतना प्यारा यीशु है मेरा, कितना प्यारा यीशु है मेरा, सारी चिंता को दूर है किया, सबसे प्यारा यीशु है मेरा, अपनों ने छोड़ा मुझे, दिल मेरा टूटा भी था, अपनों ने छोड़ा मुझे, दिल मेरा टूटा भी था, स्तुति करो पूरे मन
से तुझे तूने नहीं छोड़ा मुझे, स्तुति करूं पूरे मन से तुझे, तूने नहीं छोड़ा मुझे। कितना प्यारा यीशु है मेरा, कितना प्यारा यीशु है मेरा, सारी चिंताओं को दूर है किया, सबसे प्यारा यीशु है मेरा। Thank you, Lord Jesus. Hallelujah, hallelujah. धन्यवाद 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 प्रभु, तुम्हारी पवित्र नाम रे काटिबा निमंते मानक जीवन रे आश्चर्य भाव तुम्हें प्रभु ए दिन ए समय ए मुहूर्त देखाइल पिता परमेश्वर, तुम्हें सर्वशक्तिमान परमेश्वर, तुम्हारी प्रेम तुम्हारी दया तुम्हारी अनुग्रह तुम्हारी उपस्थिति तुम्हें दक्षिण पार्श्वर छाया प्रभु, ताहा ही आमनक जीवन रे यथेष्ट प्रभु। हालेलुया, धन्यवाद दूची प्रभु ए समय ए मुहूर्त तुम्हारी पवित्र आत्मा द्वारा प्रभु जो माध्यम रे प्रभु तुम्हारी निकटवर्ती हेबा निमंते वर्तमान आमे जेते जोड़ित होई अछि प्रभु, आमनक समस्त चिंतार भार आज मु तुम चरण तल समर्पण कर दउ। आमनक समस्त मन प्राण आत्मा शरीर तुम्हारी चरण तल समर्पण कर राजा। आज दिन जाए प्रभु आमे जहाँ किछि तुमर विरुद्ध जदि कार्य करिथाओ तुम जीशुक नाम रे आमनको क्षमा करियछ बोली विश्वास करछि प्रभु। तुम्हारी राज्य निमंते तुम्हारी साक्षी निमंते प्रस्तुत कर, तुम्हारी राज्य रे पहुंचीबा पर्यंत तुम्हें जे आमनको संगे संगे अछ बोली विश्वास करी समस्त विषय तुम चरण तले समर्पण करी जीशुक नाम रे छोट भिक्षा मांगले आमेन। बहुत बहुत धन्यवाद धन्यवाद। ये आराधना द्वारा परमेश्वर गौरव करी साक्ष्य मत आपनको सांग जो कहते से द्वारा मत परमेश्वर गौरव परमेश्वर गौरव साक्ष्य सहित वर्णित गीत प्रभु नाम जो अर्थपूर्ण गीत द्वारा परमेश्वर गौरव कले परमेश्वर समय प्रदान कले परमेश्वर निमंत व्यवहार है परमेश्वर निमंते कार्य कर बहुत बहुत धन्यवाद। तो आपको प्रचुर भाव आशीर्वाद करतु आगामी दिन मानक जीवन प्रदान कर केवल थैंक यू वर्तमान रही परमेश्वर पवित्र वाक्य को अध्ययन कर ए समय मध्य आह्वान करे आम जोड़ित अच्छा मिसेस सुललिता अंडर सिस्टर को अनुरोध करे बाइबल और ड्रामा को साहाय्य समय होची। धन्यवाद दीदी स्वागत करथिबातु सर्वप्रथम प्रभु को धन्यवाद दिए कारण मते प्रभु ए सुंदर समय देइछंती त संग संगे तुनु भाजन को मते धन्यवाद दिए मते पढ़िबा पाई योग्य माने कले पुनी जूम रे उपस्थित मोर ख्रीष्ट रे आश्रित समस्त भणी मान को मोर ख्रीष्ट प्रेम नमस्कार। आसंतु आम माने वाक्य पठन करिबा कलसीय तार 3 पर्व 1 पदरु 10 पद जाए। तुम्हें माने जेबे ख्रीष्टଙ୍କ सहित उचित होइछ तेबे ईश्वरଙ୍କର दक्षिण पार्श्वरे उपविष्ट ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ ସେ ऊर्ध्व ସ୍ଥାନର ବିଷୟ ସବୁ ଅନ୍वेषण କର। पार्थिव विषय आसक्त न होई उद्धस्त विषय आसक्त हो कारण तुम्हें माने मरी अछ आ तुम्ह मानकर जीवन ईश्वरଙ୍କ ठारे ଖ୍ରୀଷ୍ଟଙ୍କ सहित गुप्त अछि। आम्भ मानकर जीवन स्वरूप जे ଖ୍ରୀଷ୍ଟ जेतेबेले से प्रकाशित हेबे सेतेबेले तुम्हें माने मध्य ताहांक सहित गौरव रे प्रकाशित हेबो। अतएव तुम्ह मानकर शारीरिक अंग प्रत्यंगर कुप्रवृत्ति गुड़िक अर्थात व्यभिचार असुचिता काम और अभिलाष पुणी प्रतिमा पूजा रूप लोभ ए सब प्रति मृत हो ए सब हेतु ईश्वर को क्रोध वर्ते। पूर्वे तुम्हें माने मध्य ए सब विषय आसक्त थाई सेही प्रकारे
ଆଚରଣ କରୁଥିଲ, କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟ ଅର୍ଥାତ୍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହି ସବୁ ପରିତ୍ୟାଗ କର। ପରସ୍ପର ମିଥ୍ୟା କୁହ ନାହିଁ। ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ। ସେଇ ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କର ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି। ପ୍ରଭୁ ପଠିତ ବାକ୍ୟରେ ମତେ ପୁଣି ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ଅତି ଉପଦେଶକ ବାକ୍ୟ ଯାହା ଯୀଶୁଖ୍ରୀଷ୍ଟ କହିଛନ୍ତି, ଅତି ସୁନ୍ଦର ଭାବରେ ସ୍ପଷ୍ଟ ଭାବରେ ଭକ୍ତିର ସହିତ ପରମେଶ୍ୱରଙ୍କର ସେ ବାକ୍ୟକୁ ଅଧ୍ୟୟନ କଲେ। ଆଉ ଆମ ପ୍ରତ୍ୟେକଙ୍କୁ ମଧ୍ୟ ତାହା ଶୁଣେଇଛନ୍ତି, ବିଶେଷ କରି ପ୍ରଭୁଙ୍କ ଗୌରବ ନିମନ୍ତେ ବ୍ୟବହାର ହେଇଛନ୍ତି, ସମୟ ଦେଇଛନ୍ତି। ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ବ୍ୟବହାର କରୁଛନ୍ତି ଆଗାମୀ ଦିନ ମାନଙ୍କରେ ଏଇ ପ୍ରକାର ତାଙ୍କର ଗୌରବ ନିମନ୍ତେ ବ୍ୟବହାର କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ବର୍ତ୍ତମାନ ରହିଛି ମେମୋରି ବେସ୍। ଯଦି ଆପଣମାନେ ପ୍ରଭୁଙ୍କର ବାକ୍ୟକୁ ମୁଖସ୍ଥ କରିଛନ୍ତି, ତାହେଲେ ପ୍ରଭୁଙ୍କ ଗୌରବ ନିମନ୍ତେ ଆପଣମାନେ ମୁଖସ୍ଥ କରିପାରିବେ। ସମସ୍ତଙ୍କୁ ନମସ୍କାର। ସୁନାପଦ ହଉଛି ଯୋହନ 8:12 ପଦ। ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତି। ଯେ ମୋହର ଅନୁଗମନ କରେ ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ପାଇବ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର। ଆଜିର ବାକ୍ୟ, ହେ ସଦାପ୍ରଭୁ, ମୁଁ ତୁମର ଶରଣ ନେଇଅଛି। ମତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ। ତୁମ ଧର୍ମ ଗୁଣରେ ମତେ ଉଦ୍ଧାର କର। ଗୀତ ସଂହିତା 31:1 ପଦ। ବହୁତ ବହୁତ ଧନ୍ୟବାଦ। ସତ୍ୟକାମ ପ୍ରେଜ୍ ଦ ଲର୍ଡ। ଗୀତ ସଂହିତା 20:9 ପଦ। ହେ ସଦାପ୍ରଭୁ ପରିତ୍ରାଣ କର, ଆମ୍ଭେମାନେ ଡାକିବା ବେଳେ ରାଜା ଆମମାନଙ୍କୁ ଉତ୍ତର ଦିଅନ୍ତୁ। ଆମେନ୍। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ସମସ୍ତଙ୍କୁ ନମସ୍କାର। ଗୀତ ସଂହିତା 24 ଅଧ୍ୟାୟର 3 ପଦ। କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ। ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର। ଗୀତ ସଂହିତା 107:9 ପଦ। ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି, ସେ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି। ଧନ୍ୟବାଦ। ବହୁତ ଆଉ ଯଦି କିଏ ସମସ୍ତଙ୍କୁ ନମସ୍କାର। ତୁମେ ଦୁଷ୍କର୍ମକାରୀ ମାନଙ୍କ ସକାଶୁ ଆପଣାକୁ ବିରକ୍ତ କର ନାହିଁ, କିମ୍ବା ଆପଣ ଅଧର୍ମଚାରୀ ମାନଙ୍କ ପ୍ରତି ଈର୍ଷା ଭାବ ବହୁ ନାହିଁ। ଗୀତ ସଂହିତା 37:1 ପଦ। ଧନ୍ୟବାଦ। ଆଉ ଯଦି କିଏ କହିବା ପାଇଁ ଚାହୁଁଛୁ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର। ସ୍ତନମୟ ପଦ ଅଛି, ଯେଉଁ ଜନ ସର୍ବପରିଚିତଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ଗୀତ ସଂହିତା 51:1 ପଦ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଆଉ ଯଦି କିଏ କହିବା ପାଇଁ ଚାହାନ୍ତି, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପରମେଶ୍ୱରଙ୍କ ସେ ଜୀବନ୍ତ ବାକ୍ୟକୁ ମୁଖସ୍ଥ କରି ଆପଣମାନେ ପ୍ରଭୁଙ୍କ ଗୌରବ ନିମନ୍ତେ ପ୍ରକାଶ କରିଛନ୍ତି। ତହିଁ ଦ୍ୱାରା ମଧ୍ୟ ଆମେ କିଛି ନା ଶିଖିବାକୁ ପାରୁଛୁ। ତେଣୁ ପ୍ରଭୁଙ୍କ ନାମ ଧନ୍ୟ ହଉ। ଆପଣମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଏହିପରି ଭାବରେ ତାଙ୍କରି ଗୌରବ ନିମନ୍ତେ ବ୍ୟବହାର କରନ୍ତୁ ଏବଂ ବାକ୍ୟ କହିବାରେ ସାହାଯ୍ୟ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ବର୍ତ୍ତମାନ ରହିଛି ବାଇବେଲ ପ୍ରଶ୍ନ ଉତ୍ତର। ଆଉ ଏଇ କାର୍ଯ୍ୟକ୍ରମକୁ ଆଗେଇ ନେବେ ଆମମାନଙ୍କ ଗହଣରେ ଅଛନ୍ତି ସିଷ୍ଟର ମିସେସ୍ ସୁଶୀଳାଙ୍କୁ ମୁଁ ଆହ୍ୱାନ କରେ ଆଗକୁ ଆସିବେ ବାଇବେଲ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆଗେଇ। ସମୟ ହେଉଛି ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ଆଜିର କେଉଁ କୁଇଜ ହେବ, ଯଦି କାହାର ମନେ ଅଛି ଆଉ କହିବେ।
ଯାତ୍ରା 6 ପଦ। ଧନ୍ୟବାଦ ଆପଣଙ୍କୁ। ଯାତ୍ରା 6 ଅଧ୍ୟାୟ ଅଛି ଆଉ ଆପଣ ମାନେ ଖୋଲି ଦେଖନ୍ତୁ। ଆଉ ଯେତେବେଳେ ମୁଁ ପ୍ରଶ୍ନ କରିବି ଆପଣ ମାନେ ଅନମ୍ୟୁଟ କରିକି ଉତ୍ତର ଦିଅନ୍ତୁ। ମାନେ ସମସ୍ତେ ମିଳିମିଶି ହିଁ ଆମେ ଦେଖିବା, ସେଥିପାଇଁ ଆପଣ ମାନେ ଉତ୍ତର ଦେବେ। ମିଳିମିଶିକି ହିଁ ଉତ୍ତର ଦେବେ। ଧନ୍ୟବାଦ। ଯାତ୍ରା 6 ଅଧ୍ୟାୟ। ପ୍ରଥମ ପ୍ରଶ୍ନ ହେଲା, ପରମେଶ୍ୱର ଅବ୍ରାହମ, ଇସ୍ହାକ ଏବଂ ଯାକୁବଙ୍କୁ କେଉଁ ନାମରେ ଦର୍ଶନ ଦେଇଥିଲେ? ସର୍ବଶକ୍ତିମାନ ନାମରେ ଦର୍ଶନ ଦେଇଥିଲେ। ଧନ୍ୟବାଦ ଆପଣ। ସର୍ବଶକ୍ତିମାନ ଦର୍ଶନ ଦେଇଥିଲେ। ଧନ୍ୟବାଦ। ଆଉ କିଏ କହିବେ କି? ଧନ୍ୟବାଦ, ଆପଣଙ୍କୁ ଉତ୍ତର ଦେଇଛନ୍ତି। ପରମେଶ୍ୱର ମୋଶାଙ୍କୁ ତାଙ୍କ ନାମ ପ୍ରକାଶ କଲେ, ସେହି ନାମ କଣ ଥିଲା? ଏହି ଅଧ୍ୟାୟରେ ପରମେଶ୍ୱର ମୋଶାଙ୍କୁ ତାଙ୍କ ନାମ ପ୍ରକାଶ କଲେ, ସେହି ନାମ କଣ ଥିଲା? ଜିହୋବା ସଦାପ୍ରଭୁ। ଧନ୍ୟବାଦ। ଆଉ କେହି କହିବେ କି? ହଁ ଦିଦି, ଲେଖା ଅଛି ଜିହୋବା ସଦାପ୍ରଭୁ, ତାର ଅର୍ଥ ହେଉଛି। ଧନ୍ୟବାଦ ଆପଣଙ୍କୁ। ଇସ୍ରାଏଲୀୟ ମାନଙ୍କୁ କିଣାନ ଦେଶ ଦେବା ପାଇଁ ପରମେଶ୍ୱର ଏକ ଚୁକ୍ତି କଲେ। ସେ କାହା ସହିତ ଏଇ ଚୁକ୍ତି କଲେ ବା କରିଥିଲେ? ଅବ୍ରାହମ, ଯାକୁବ, ଇସାକଙ୍କ ସହିତ ଚୁକ୍ତି କରିଥିଲେ। ଧନ୍ୟବାଦ। ଇସ୍ରାଏଲ ମାନେ କାହିଁକି କ୍ରନ୍ଦନ କରୁଥିଲେ? ସେମାନେ ଭାର ବହନ କାମ କରୁଥିଲେ ଓ ଦାସତ୍ୱ ଜୁଆଳିରେ ଥିଲେ, ସେଥିପାଇଁ କ୍ରନ୍ଦନ କରୁଥିଲେ, କଠିନ ପରିଶ୍ରମ ସକାଶୁ। ଧନ୍ୟବାଦ। ଆଉ କିଏ କହିବେ କି? ଯଦି ଉତ୍ତର ଜାଣିଛନ୍ତି କୁହନ୍ତୁ। ଠିକ ଅଛି, ଆପଣ ଭାର ବହନ କରୁଥିଲେ, ଏଥିପାଇଁ ସେମାନେ କ୍ରନ୍ଦନ କରି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ଧନ୍ୟବାଦ। କହାତ କିଏ? କହତ ଲେବିର ପୁତ୍ର। ଧନ୍ୟବାଦ। ଆଉ କିଏ କହିବେ କି? ଏହି ଅଧ୍ୟାୟରୁ 6-16 ପଦରେ ଲେଖା ଅଛି କହାତ ଲେବିର ପୁତ୍ର। ଧନ୍ୟବାଦ ଲେବି। ଆପଣ। ଏମାନଙ୍କ ମଧ୍ୟରୁ କେଉଁମାନେ କହାତଙ୍କ ପୁତ୍ର ଥିଲେ? ଅମ୍ରମ, ଜିସିହର, ହିବ୍ରୋନ, ଉସିଏଲ କହତର ପୁତ୍ର ଥିଲେ। ଧନ୍ୟବାଦ। ଲେବି କେତେ ବୟସ ପର୍ଯ୍ୟନ୍ତ ବଞ୍ଚିଥିଲେ? 130 ବର୍ଷ ବୟସରେ। 137। ଆଚ୍ଛା, କୋଉ ପର୍ବ ପଦରେ ଅଛି? 6-16 ପଦରେ। ଧନ୍ୟବାଦ। ଆଉ କହାତ କି ପଦରେ ଅଛି? କେତେ ବର୍ଷ ବଞ୍ଚିଥିଲେ? 130 ବର୍ଷ ବଞ୍ଚିଥିଲେ। 133 କୁହନ୍ତୁ। 130 ଆଚ୍ଛା, ପର୍ବ। 133 ବର୍ଷ ପର୍ଯ୍ୟନ୍ତ 6-18 ପଦରେ ଲେଖା ଅଛି। ଧନ୍ୟବାଦ ଆପଣଙ୍କୁ। ଏବଂ ହାରଣଙ୍କ ପତ୍ନୀଙ୍କ ନାମ କଣ ଥିଲା? ଏଲିସେବା। ଧନ୍ୟବାଦ। ଆଉ କିଏ କହିବେ କି କୋଉ ପର୍ବ ପଦରେ ଆପଣ ଦେଖିଛନ୍ତି ଏହା? 23 ପଦରେ ଲେଖା ଅଛି। ଆଚ୍ଛା, ଧନ୍ୟବାଦ। ଏମାନଙ୍କ ମଧ୍ୟରୁ କେଉଁମାନେ ହାରଣଙ୍କ ପୁତ୍ର ଥିଲେ? ଆପଣ ଜଣେ ପଢିଦେବେ ଯାତ୍ରା ପୁସ୍ତକ 6 ଅଧ୍ୟାୟର 23 ପଦ।
ପୁଣି ହାରଣ ଅମିନାଦାବର କନ୍ୟା ନହଶନର ଭଗିନୀ ଇଲିଶେବାକୁ ବିବାହ କଲେ। ତହିଁରେ ସେ ତାଙ୍କର ଔରସରେ ନାଦବ, ଅବିହୁ ଓ ଇଲିଆସର ଓ ଇଥମରକୁ ପ୍ରସବ କଲା। ଧନ୍ୟବାଦ ଆପଣଙ୍କୁ। ତାହେଲେ ଆଜି ଥିଲା ଏତିକି ମାତ୍ର ବାଇବଲ କୁଇଜର ପ୍ରଶ୍ନ। ଆଉ ଆପଣମାନେ ସମସ୍ତେ ସହଯୋଗ କରି ଉତ୍ତର ଦେଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଆଉ ପ୍ରଭୁଙ୍କ ଇଚ୍ଛା ହେଲା ମାନେ ଦେଖିବା ଆଗାମୀ ସମୟରେ ଆଉ ଯାତ୍ରା ପୁସ୍ତକ 7 ଅଧ୍ୟାୟ। ତ ଆଉ ଥରେ ଆପଣମାନେ ଏହି ପର୍ବକୁ ପଢନ୍ତୁ। ଆଉ ଆପଣମାନଙ୍କୁ ଆଉ ମୁଁ ବି ପଢୁଛି ଆଉ ଆମେ କିଛି ଶିଖି ପାରୁଛୁ, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ ଭିଡିଓ ଗୋଟେ ଅଛି, ମୁଁ ଯାହାକୁ କି ଆଉ ଥରେ ଆପଣଙ୍କ ସହିତ ସେହି ଭିଡିଓକୁ ଏହି ଅଧ୍ୟାୟର ଯାତ୍ରା ପୁସ୍ତକ 6 ଅଧ୍ୟାୟର ଭିଡିଓକୁ ସେୟାର କରୁଛି। ଆମମାନେ ମିଳିମିଶି ଦେଖିବା। Then the Lord said to Moses, Now you will see what I will do to Pharaoh. Because of my mighty hand, he will let them go. Because of my mighty hand, he will drive them out of his country. I am the Lord. I appeared to Abraham, to Isaac, and to Jacob as God Almighty. But by my name, the Lord, I did not make myself known to them. I also established my covenant with them to give them the land of Canaan, where they lived as aliens. Moreover, I have heard the groaning of the Israelites whom the Egyptians are enslaving, and I have remembered my covenant. Therefore, say to the Israelites, I am the Lord, and I will bring you out from under the yoke of the Egyptians. I will free you from being slaves to them, and I will redeem you with an outstretched arm and with mighty acts of judgment. I will take you as my own people, and I will be your God. Then you will know that I am the Lord your God, who brought you out from under the yoke of the Egyptians. And I will bring you to the land I swore with uplifted hand to give to Abraham, to Isaac, and to Jacob. I will give it to you as a possession. I am the Lord. Moses reported this to the Israelites, but they did not listen to him because of their discouragement and cruel bondage. Then the Lord said to Moses, Go tell Pharaoh, king of Egypt, to let the Israelites go out of his country. But Moses said to the Lord, If the Israelites will not listen to me, why would Pharaoh listen to me, since I speak with faltering lips? Now the Lord spoke to Moses and Aaron about the Israelites and Pharaoh, king of Egypt. And he commanded them to bring the Israelites out of Egypt. These were the heads of their families. The sons of Reuben, the firstborn son of Israel, were Hanok and Pallu, Hezron and Carmi. These were the clans of Reuben. The sons of Simeon were Jemuel, Jamin, Ohad, Jachin, Zohar, and Shaul, the son of a Canaanite woman. These were the clans of Simeon. These were the names of the sons of Levi according to their records: Gershon, Kohath, and Merari. Levi lived 137 years. The sons of Gershon by clans were Libni and Shimei. The sons of Kohath were Amram, Izhar, Hebron, and Uzziel. Kohath lived 133 years. The sons of Merari were Malai and Mushi. These were the clans of Levi according to their records. Amram married his father's sister Jochebed, who bore him Aaron and Moses. Amram lived 137 years. The sons of Izhar were Korah, Nephig, and Zikri. The sons of Uzziel were Mishael, Elzaphan, and Sithri. Aaron married Elisheba, daughter of Aminadab and sister of Nashon, and she bore him Nadab and Abihu
Eleazar, and Ithamar. The sons of Korah were Asher, Elkanah, and Abiasaph. These were the Korahite clans. Eleazar, son of Aaron, married one of the daughters of Putiel, and she bore him Phinehas. These were the heads of the Levite families, clan by clan. It was this same Aaron and Moses to whom the Lord said, Bring the Israelites out of Egypt by their divisions. They were the ones who spoke to Pharaoh, king of Egypt, about bringing the Israelites out of Egypt. It was the same Moses and Aaron. Now when the Lord spoke to Moses in Egypt, he said to him, I am the Lord. Tell Pharaoh, king of Egypt, everything I tell you. But Moses said to the Lord, Since I speak with faltering lips, why would Pharaoh listen to me? ତ ଏହା ଥିଲା ଆଜିର କ୍ୱିଜ୍। ଧନ୍ୟବାଦ। ଆପଣ ସମସ୍ତେ ପାର୍ଟିସିପେଟ୍ କରିଥିବାରୁ ଧନ୍ୟବାଦ ଦଉଛି। Over to you, ବିନ୍ଦୁ। ସୁଯୋଗ ଦେଇଥିବାରୁ thank you so much. Over to you. बहुत बहुत धन्यवाद। बाबुल प्रश्नोत्तर कार्य द्वारा आपनकर जो चेष्टा जो परिश्रम से द्वारा ये बाबुल प्रश्नोत्तर द्वारा मध्य माने शिक्षा प्राप्त हुए आछो आपसी विषय हम शिखि पारुछु। आपनको बहुत बहुत धन्यवाद। आपनकर ये चेष्टा जो आपनको बहुल भाबरे आशीर्वाद करंतु एवं तांकरी गौरव निमंते अधिक भाबरे व्यवहार करंतु। थैंक यू सो मच। वर्तमान रही टेस्टिमनी और जदि आपण माने टेस्टिमनी देवा पई चाहंती आ प्रभु को गौरव निमंते आपण माने टेस्टिमनी देई पारिबे। ई समय होची साक्ष्य देबार समय। ସମସ୍ତଙ୍କୁ ମୋର ପ୍ରଭୁଙ୍କ ମହାନ ନାମରେ ପ୍ରେସ୍ କଲ। ସଦା ପ୍ରଭୁଙ୍କୁ ମୋର ଧନ୍ୟବାଦ। ଆଉ ଆଗାମୀ 2-3 ମାସରେ ଝିଅର ବିବାହର ଅଛି, ସେଥିପାଇଁ ଟିକେ ଆର୍ଥିକ ସମସ୍ୟା ଅଛି। ଆପଣ ମାନଙ୍କୁ ମୋର ଅନୁରୋଧ ଟିକେ ପ୍ରାର୍ଥନା କରିବେ ଯେପରି ଆର୍ଥିକ ସବୁ ଯୋଗାଡ଼ ହେଇପାରିବ, ସେଥିପାଇଁ ମୋର ଅନୁରୋଧ। ଧନ୍ୟବାଦ। ଆଉ ଯଦି କାହାରି ଆଉ ଯଦି କାହାରି ସାକ୍ଷ୍ୟ ଅଛି ବା ଅନୁରୋଧ ପ୍ରାର୍ଥନା ରହିଛି କହିଲେ ସେଥି ନିମନ୍ତେ ଆମେ ପ୍ରାର୍ଥନା କରିବା। ସାକ୍ଷ୍ୟ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆଉ ଯଦି କାହାରି ଅଛି ଠିକ ଅଛି, ଯଦି ନାହିଁ ତାହେଲେ ଆମେ କେତେ ଗୁଡିଏ ବିଷୟ ନେଇ ଆମେ ପ୍ରାର୍ଥନା କରିବା। ଆମମାନଙ୍କ ଗହଣରେ ଅଛନ୍ତି ପ୍ରିୟ ଦିଦି ଅଛନ୍ତି, ଆମମାନଙ୍କର ମିସେସ୍ ସୁପ୍ରୀତି ପଲ୍ ଦିଦିଙ୍କୁ ମୁଁ ଅନୁରୋଧ କରେ। ଦିଦି ପ୍ରେଜ୍ ଦ ଲର୍ଡ। दीदी सुप्रीति पॉल दीदी मिसेस सुप्रीति ठीक अच्छे समय मध्य अनुरोध करे आमान गहन अच्छा मिसेस अभामयी विश्वई दीदी को अनुरोध करे। प्रेज द लॉर्ड दीदी। प्रेज द लॉर्ड। केते गुडी विषय कहबी सथि निमंते आपण प्रभु प्रार्थना करिवे। विशेष करी वर्तमान मैंने शुणा पार्लु जो मीना सिस्टर नाम हूँ मीना झीर जो बाहाघर अच्छी 2-3 मास पर आर्थिक परिस्थिति रही प्रभु साहाय्य करंतु समस्त विषय प्रभु दया करंतु उत्तम भाव साहाय्य करंतु से निमंते प्रार्थना कढ़ाई ने। पुणी आ गोटे विषय रही दिन मानक 10th पुणी +2 बोर्ड एग्जाम चली पिला माने जे करिकि सुस्थ सबल रहिबे परीक्षा को जीवा आसीबार भी सुरक्षा रे जीवे सुरक्षा रे आसीबे। पुणी परीक्षा समय मध्य प्रभु सहवर्ती हुअन्तु से निमंते प्रार्थना रे कढ़ी नेबे। पुणी विशेष करी आमान गहन रे मध्य उपस्थिति अछंती टुनु
लीमा सिस्टर को निमंते प्रार्थना करिवे तांको देह भल नाही बांती ज्वर बांती ज्वर होइथिले वर्तमान किछि सुस्थ होइछन्ति संपूर्ण सुस्थता निमंते मध्य टुनु लीमा भौणी को निमंते मध्य प्रार्थना रे पढाइन मीना सिस्टर को झियर बाहाघर विषय नहीं पिलानकर परीक्षा विषय नहीं टुनु सिस्टर जो असुस्थ रही ज्वर बांति होगी सुस्थता निमंते प्रार्थना पढ़े ने तीन गोटे विषय आप प्रार्थना कहे धन्यवाद प्रेज द लॉर्ड आसंतु प्रार्थना करवा धन्यवाद 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 दूची प्रभु प्रभु आज सुंदर सुजोग देछ ए मध्याह्न समय रे प्रभु आमे तुम चरणत्र को आसी पाछु सेते तुमको धन्यवाद दूची प्रभु तुम्हें राजा मानक राजा प्रभु मानक प्रभु अनादि अनंत परमेश्वर सर्वशक्तिमान ईश्वर प्रभु से विश्वास से भरोसा रे तुम चरणत्र को आसु आमे प्रत्येक को तुम दया करिछ आशीर्वाद करिछ प्रभु प्रभु ए सहभागिता प्रार्थना रे हमको आहुरी बढ़िया को तुम सहायता करो प्रत्येक प्रभु तुम स्तुति करा कला प्रभु से सोनमय पद मध्य कहा गला आउ से स्किट द्वारा प्रभु समस्त को तुमरी प्रभु से मोसा हरण जो सब आश्चर्य कार्य करिया को जाउथिरे सब विषय देखा कला सेतमे हमको तुमको धन्यवाद दोछि प्रभु ए सब आउथरे देखा जणेबा द्वारा प्रभु हमें आउथरे रिकॉल करि परछु से पे धन्यवाद दोछि प्रभु आम प्रत्येक को दया कर प्रत्येक हृदय कथा कह प्रत्येक तुम्हें सहवर्ती हुआ प्रभु प्रभु आम जो निवेदन नहीं कि आसी प्रभु तुम्हें जान सब प्रभु मीना भौणीकर जो निवेदन प्रभु रहा झीर विभागर प्रभु प्रभु से विभागर कार्य किपरि हम आम जानिनु किंतु तुम्हें तो जान प्रभु से जो आर्थिक प्रभु दरकार प्रभु अर्थ प्रभु तुम्हें से जोगेब प्रभु विभागर केते कार्य सबु कार्य तुम्हें सहवर्ती हब झीर विभागर कार्य जपरी उत्तम पे हो पार से प्रकार तुम्हें आशीर्वाद कर सबु अवस्था से तुम्हें सहवर्ती हुआ प्रभु सबु कार्य जपरी से माने उत्तम भाव कर तुम धन्यवाद देवे से प्रकार तुम्हें आशीर्वाद कर जहा अभाव दुख कष्ट सबू नहीं प्रभु तुम्हें तुम शांति सांत्वना दियो प्रभु और विशेष रे मागुची प्रभु आमर प्रभु पिला मानकर परीक्षा चलची +2 मैट्रिक परीक्षा प्रभु प्रभु तुम्हें दया कर प्रभु पिला माने केते दूर दूर स्थान को जाउचंती केते जण प्रभु पाठ पढ़ुचंती जहा पढ़िचंती प्रभु ताहा को जब उत्तम भावे प्रभु लिखि परिवे से प्रकार ज्ञान बुद्धि दियो प्रभु ज्ञानदाता ईश्वर तुम्हें प्रभु आमे तुम चरण तले पकैलु प्रभु से पिला मानक तुम्हें दया कर उत्तम भावे प्रभु पिला माने परीक्षा हले लिखि परिवे से प्रकार दया कर से मानकर जीवारे आसीबारे सहाय हुओ समस्त देह तुम्हें सुस्थ रख सुस्थ सबल जेपरि पिला माने भलरे परीक्षा दे आसी परिवे से प्रकार दया कर तांका रिजल्ट जेपरि उत्तम हबो तार मध्य तुम्हें सुबंदोबस्त को कर प्रभु तुम हाथ रे सबु भारत देलु प्रभु तुम्हें संभाल प्रभु प्रभु समस्त देह को तुम्हें इस समय सुस्थ रख प्रभु शैतान पराक्रम प्रत्येक पिला रक्षा कर प्रभु जहा पढ़ी उत्तम पे प्रभु से उत्तम भाव लिखि पारे से प्रकार तुम्हें हस्त धरी लिखा प्रभु आउरी विशेष रे मागुची प्रभु टुनी भौणीकर प्रभु देह असुस्थ होता सुस्था देच संपूर्ण सुस्था पाई मागुछु प्रभु तुम्हें दया कर तुम दास प्रभु तुम दासी प्रभु तुम्हें दया कर तुम्हें तुम रक्तबिंदा हस्त स्पर्श दियो प्रभु जेपरि संपूर्ण भाव सुस्थ हेबे तुमको धन्यवाद देबे तुमर प्रभु स्तुति प्रशंसा करिए तुम आहुरी व्यवहृत हेबे से प्रकार दया कर जहा दुर्बलता अछि सब दूर कर प्रभु जो मेडिसिन खाउछन से मेडिसिन ऊपर मध्य तुमर कंटा बिंदा हस्तर स्पर्श दियो प्रभु तांको तुम्हें संपूर्ण सुस्था दियो ए छोट प्रार्थना प्रभु यीशु को नाम मागुची आमेन बहुत बहुत धन्यवाद दीदी और समस्त विषय प्रभु समर्पित करिसेंती बहुत सहित प्रार्थना करिसेंती आपन को बहुत बहुत धन्यवाद प्रभु आपन को आशीर्वाद करन वर्तमान आउरा विषय अछि हमें सच्ची मन माने प्रार्थना करिबा अमान तो गहन रहथि पुनर्बार मो आउ डाकी दीदी को दीदी सुप्रीति पॉल दीदी अछंती की ठीक अच्छे ए समय मध्य मु अनुरोध करे आम मान गहन अच्छा मिसेस आशा रेखा सन्नाई
विशेष आशा रेखा सान नायक अच्छी कि हाँ हाँ ठीक अच्छे मुझे शुणी पार्छ नमस्कार केते गुड़े विषय कहबी से निमंते प्रार्थना रे कढ़ी नेबे गजपति जो महासभा बड़ सभा होबार थिला जेपरि कि हब जेपरि कि समस्त विषय सफलता हेब प्रभु समस्त विषय नहीं निवेदन रखिबे से गोटे अनुरोध पुणी आउ गोटे विषय रहा आम ये जूम ग्रुप रे भी पोस्ट केते भौणी करिसंती प्राय माने समस्ते पढ़ुचु छत्तीसगढ़ निमंते आने प्रार्थना करवा जो परिस्थिति रे प्रभुଙ୍କର ଲୋକମାନେ ଯାଉଛନ୍ତି ଆମ ଦେଶ ପାଇଁ ଦେଶରେ ଥିବା ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ବିଶେଷ କରି ଛତିଶଗଡ଼ର ତିନି ଗୋଟି ଗାଁ ଯୋଉଟା କି ଦିଆହେଇଛି ବିଷ୍ଣୁପୁର ଗଣେଶପୁର ଜନକପୁର ତିନି ଗୋଟି ଗାଁ ମଧ୍ୟରେ ଯେଉଁ ପ୍ରଭୁଙ୍କର ଦାସ ଦାସୀ ଅର୍ଥାତ ବାପା ମା ଭାଇ ଭଉଣୀ ପିଲାମାନେ ସମସ୍ତେ ଅଛନ୍ତି ଯେଉଁମାନେ ପ୍ରଭୁଙ୍କର प्रभु से सुरक्षा प्रदान करूँ से निमंते आम प्रार्थना करवा गुड़ाए विषय दिन मानक शुणा पाऊँ समस्त जो मैंने मंत्रणा करती चक्रांत करती विनष्ट करने को चाहती समस्त प्रभु हस्त आम देवा प्रभु ताहा जेपरी प्रत्येक सुरक्षा प्रदान करेंगे जे मैंने कि मंत्रणा करती विनष्ट हेब प्रभु तांकरी लोक मान उद्धार करंतु गौरव निमंते पुनर्वार स्थापन करंतु से निमंते तीन गोटी गाँव लोक मान निमंते प्रभु दास दासी मान सुरक्षा निमंते आम प्रार्थना करवा ये विषय रहा पुणी गजपति जो सभा जेपरि हो पार स्थान विषय हो लोक मैंने जीवासवा सुरक्षा विषय हो वाक्य विषय हो जो वक्ता शिष्टता निमंते प्रति विषय को प्रभु समर्पित करेंगे पुणी आज वाक्य पुणी आनी भक्ति निमंते प्रार्थना स्मरण करेंगे ये गोटे विषय आप प्रभु समर्पित करेंगे समय हूँ प्रार्थना जूम रे थिबा समस्त को नमस्कार जनाए आसंत माने प्रार्थना करबा धन्यवाद 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 प्रशंसा प्रशंसा गौरव पाइबा एकमात्र जीवित परमेश्वर प्रभु तुम्हें महान परमेश्वर बोली तुम्हारी पवित्र नाम को धन्यवाद दूचु प्रशंसा करुचु गौरव करुचु प्रभु तुम्हें आम को प्रेम करी दया करी अनुग्रह करी आज दिन मध्य मात्र मंदर उद्धार करी यही समय तुम्हारी पाद तले बसबार सुजोग आम मान जीवन में तुम्हें देछ बोली धन्यवाद दूचु प्रभु तुम्हारी अनुग्रह हेबारु प्रभु आम स्थान रे बसी तुम्हारी सेवा आराधना करुचु से धन्यवाद दूचु प्रभु एते बेले प्रार्थनार अनेक अनुरोध आसुछि तुम पाद तले समर्पण करुछि प्रभु गजपति जिले रे प्रभु जो महासभा हेबा पाई जाउछि प्रभु से सभा पाई बहुत ताड़ना होछि बहुत समस्या होछि प्रभु ए सब तुमे जानु छ परमेश्वर किंतु प्रभु तुम ठारे प्रार्थना विनती अनुरोध करुछु जेपरि से सभा उत्तम भावरे प्रभु हेई पारिबो आउ समस्त विषय तुमरी पवित्र हस्त रख बोली प्रार्थना करुछि आउ से सभा को जो माने जीवे से पथ मध्य प्रभु तुम्हें रही से निर्दिष्ट स्थान रे पहुंचाओ बोली प्रार्थना करुछि आउ जो वक्ता माने प्रभु जो सहर रु आसीबे से मध्य तुम्हें सुरक्षा रे आनी पहुंचाओ बोली प्रार्थना करुछि आउ जो वाक्य प्रभु से माने देबे से वाक्य जेते जण जीवे से वाक्य प्रभु उत्तम भाव में शुणी पारिबे आउ तुमरी से पवित्र वाक्य को प्रभु हृदय रे रखी संचय करिवे से प्रकार आशीर्वाद कर प्रभु से स्थान रे तुमरी उपस्थिति रख जेते जण जीवे प्रभु प्रत्येक तुमरी नामर गौरव करिवे से प्रकार आशीर्वाद कर शैतान नाना चक्रांत करी प्रभु ए सब बंद करबा पाई चिंता करुछि किंतु प्रभु तुमरी ठारे आमे प्रार्थना करुछु केबे मध्य से सब शैतान द्वारा जय हो पारिबो नाही केवल तुम द्वारा जय हो पारिबो तुम्हें आम मान प्रेम करुथिबारु आम मान जीवन रे अनेक आश्चर्य कर्म तुम्हें करि आसुथिबा सेही महान परमेश्वर प्रभु से स्थान रे तुमरी उपस्थिति रखी प्रभु से समस्त कार्य रे तुम्हें रही कढ़ाई नियो बोली प्रार्थना करुछि एवं प्रभु छत्तीसगढ़ रे जो 3टी गाँव रे जो प्रकार समस्या प्रभु माड़ी आसुछि तुमरी लोक माननकु तुमरी सेवा करुथिबा लोक माननकु प्रभु प्रत्येक को तुम्हें सुरक्षा करी रखिबा परमेश्वर शेष समय रे शेष मुहूर्त रे प्रभु
ଏ ସବୁ ତାଡ଼ନା ଆସିବ ବୋଲି ଆମେ ବାକ୍ୟ ମାଧ୍ୟମରେ ଆମେ ପଢି ଆସିଛୁ। ପ୍ରଭୁ ଆମ ମାନଙ୍କୁ ସହ୍ୟ କରିବାର ଶକ୍ତି ଦିଅ, ଧୈର୍ଯ୍ୟ ଦିଅ, ବଳ ଦିଅ ବୋଲି ପ୍ରାର୍ଥନା କରୁଛି। ଜୀବନରେ ଅନେକ ସମସ୍ୟା ଆସିଥାଏ ପ୍ରଭୁ। ପ୍ରଭୁ ସେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ତୁମେ ଆମମାନଙ୍କୁ ଶକ୍ତି ଦେଇ କଢାଇଛ। ମୋ ନିମନ୍ତେ ଯେଉଁ ତାଡ଼ନା ଆସେ ସେମାନେ ଧନ୍ୟ ବୋଲି ତୁମେ କହିଛ, ସ୍ୱର୍ଗ ରାଜ୍ୟ ସେମାନଙ୍କର ବୋଲି। ପ୍ରଭୁ ଆଜି ସେଇ ସ୍ଥାନରେ ସେଇ ପ୍ରକାର ତାଡ଼ନା ଆସୁଛି, ସେମାନଙ୍କୁ ପ୍ରଭୁ ତୁମେ ଧୈର୍ଯ୍ୟ, ଶକ୍ତି, ବଳ, ସାହସ ଦେଇ ତୁମରି ପରିଚୟ ଦେଇ ବଞ୍ଚୁଥିବା ଲୋକମାନଙ୍କୁ ତୁମେ ସୁରକ୍ଷା କରି ରଖିବା ପରମେଶ୍ୱର ବୋଲି ଧନ୍ୟବାଦ ଦେଇ ପ୍ରାର୍ଥନା କରୁଛି। ପ୍ରଭୁ ସେମାନଙ୍କୁ ତୁମେ ସୁରକ୍ଷା କରି ରଖ ବୋଲି ପ୍ରାର୍ଥନା କରୁଛି। ହେ ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର, ଯେଉଁମାନେ ତାଡ଼ନା କରିବା ପାଇଁ ଚିନ୍ତା କରୁଛନ୍ତି, ଯେଉଁମାନେ ସମସ୍ୟା କରିବା ପାଇଁ ଚିନ୍ତା କରୁଛନ୍ତି, ପ୍ରଭୁ ସେମାନଙ୍କ ହୃଦୟରେ ତୁମେ କଥା କୁହ, ସେମାନଙ୍କର ମନକୁ ତୁମେ ପରିବର୍ତ୍ତନ କର। ଜୀବିତ ପରମେଶ୍ୱର ବୋଲି ସେମାନେ ଯେପରି ବିଶ୍ୱାସ କରିପାରିବେ, ତୁମରି ପରିଚୟ ପାଇପାରିବେ ଏବଂ ତୁମ ଠାରେ ନିଜକୁ ସମର୍ପଣ କରିପାରିବେ, ପ୍ରଭୁ ସେହି ପ୍ରକାର ଆଶୀର୍ବାଦ କରି ସେମାନଙ୍କ ମୁଖରେ ବନ୍ଦ କର ବୋଲି ପ୍ରାର୍ଥନା କରୁଛି ପରମେଶ୍ୱର। ପ୍ରଭୁ ସେମାନଙ୍କର ଯାହା ଆବଶ୍ୟକ ତୁମେ ଯୋଗାଇ ତୁମରି ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ତୁମେ ରଖ ବୋଲି ପ୍ରାର୍ଥନା କରୁଛି। ପ୍ରଭୁ ଆରମ୍ଭରୁ ଏ ପର୍ଯ୍ୟନ୍ତ ତୁମରି ଉପସ୍ଥିତି ରଖିଲ, ଏବେ ଆମେ ଶେଷ ସମୟରେ ପହଞ୍ଚିଛୁ। ପ୍ରଭୁ ଆଜି ତୁମରି ଦାସୀଙ୍କୁ ତମ ହସ୍ତରେ ସମର୍ପଣ କରୁଛି। ତା ମସ୍ତକରୁ ତଳିପା ପର୍ଯ୍ୟନ୍ତ ତୁମେ ସ୍ପର୍ଶ କରି ତୁମେ ପବିତ୍ର ପବିତ୍ର ଅତି ପବିତ୍ର ପରମେଶ୍ୱର ପ୍ରଭୁ ତୁମରି ସେଇ ପବିତ୍ର ବାକ୍ୟ ପରିବେଷଣ କରିବା ପାଇଁ ପ୍ରସ୍ତୁତ ଅଛି। ପ୍ରଭୁ ତୁମେ ତାର ସହାୟକ ହୁଅ, ତା ମୁଖପାତ୍ର ହେଇ ତୁମେ କଥା କୁହ, ତା ଚତୁର୍ଦିଗରେ ତୁମେ ରହି ପ୍ରଭୁ ସମସ୍ତ ବିଷୟ ତୁମେ କଢାଇ ନିଅ ବୋଲି ପ୍ରାର୍ଥନା କରୁଛି। ତମରି ଦାସୀଙ୍କୁ ତୁମ ହସ୍ତରେ ସମର୍ପଣ କରୁଛି। ପ୍ରଭୁ ତୁମେ ତାର ସହବର୍ତ୍ତୀ ପରମେଶ୍ୱର ହୁଅ। ପରିଚାଳନା କରି ଆସୁଥିବା ଭଉଣୀଙ୍କୁ ମଧ୍ୟ ତୁମ ହସ୍ତରେ ସମର୍ପଣ କରୁଛି। ଉତ୍ତମ ଭାବରେ ପରିଚାଳନା କରୁଛନ୍ତି ପ୍ରଭୁ ତୁମେ ତାର ସହାୟକ ହୁଅ, ତା ପରିବାରକୁ ତୁମେ ସୁରକ୍ଷା କରି ରଖ। ଏ ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର, ପ୍ରାର୍ଥନା କରୁ କରୁ କୌଣସି ବିଷୟ ଯଦି ମାଗି ପାରି ନାହିଁ ତୁମେ ଯାଚି ପ୍ରଦାନ କର, ଏବଂ ପ୍ରାର୍ଥନା କରୁ କରୁ ତୁମ ଦୃଷ୍ଟିରେ ଯଦି କୌଣସି ବିଷୟ କୌଣସି ପଦ ଭୁଲ ହେଇଯାଇଥାଏ ମତେ କ୍ଷମା କର ବୋଲି ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ କ୍ଷୁଦ୍ର ଭିକ୍ଷା ମାଗିଲେ ପିତା, ଆମେନ୍। ଧନ୍ୟବାଦ ଭଉଣୀ। ବହୁତ ବହୁତ ଧନ୍ୟବାଦ ମାଉସୀ। ଯେଉଁ ସମସ୍ତ ନିବେଦନ ରଖାଯାଇଥିଲା ଗୋଟି ଗୋଟି କରିକି ବୋଝର ସହିତ ପ୍ରଭୁଙ୍କର ସମର୍ପିତ କରିଛନ୍ତି, ନିବେଦନ କରିଛନ୍ତି, ଓଳି କରିଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମେ ବାକ୍ୟ ଶୁଣିବା। ଆଜିର ବାକ୍ୟ ପ୍ରଦାନ କରିବେ, ପରିବେଷଣ କରିବେ ପ୍ରଭୁଙ୍କର ପ୍ରିୟ ଦାସୀ। ପ୍ରାୟ ସମସ୍ତେ ଆମେ ଜାଣୁ ପ୍ରଭୁଙ୍କର ପ୍ରିୟ ପାତ୍ରୀ, ଆଉ ପ୍ରଭୁ ତାଙ୍କରି ଦାସୀଙ୍କୁ ଏତେ ଅନୁଗ୍ରହ କରିଛନ୍ତି। ବିଭିନ୍ନ ଜୁମ୍ ମାନଙ୍କରେ ଯେତେ ଗୁଡିଏ ଜୁମ୍ ସମସ୍ତେ ଜାଣୁଥିବେ, ଗୀତ ମାଧ୍ୟମରେ ହଉ ବା ପ୍ରାର୍ଥନା ମାଧ୍ୟମରେ ହଉ ବା ଯେକୌଣସି ରିଡିଂ ବା ପ୍ରିଚିଂ ୱାର୍ସିପ୍, ଏ ସବୁ ମାଧ୍ୟମ ଦେଇ ପ୍ରଭୁ ତାଙ୍କରି ଦାସୀଙ୍କୁ ବ୍ୟବହାର କରି ଆସୁଅଛନ୍ତି। ଆଉ ତାଙ୍କ ଜୀବନରେ ଯୋଉ ଆଗ୍ରହୀ ଆଉ ଯୋଉ ଉଦ୍ଦୀପନା ରହିଛି ସମର୍ପିତର ସହିତ ପ୍ରଭୁଙ୍କର ସେବା କରି ଆସୁଅଛନ୍ତି। ଦିନମାନଙ୍କରେ ଆମେ ପ୍ରତ୍ୟେକ ଦେଖୁଛୁ, ଜାଣୁଛୁ, ଶୁଣୁଛୁ। ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସାଥେ ସାଥେ ଭଉଣୀକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦିଏ ଯେ ପ୍ରଭୁ ଆଜି ତାଙ୍କୁ ମନୋନୀତ କରିଛନ୍ତି ତାଙ୍କରି ପାଖକୁ ଆମମାନଙ୍କ ଗହଣ ମଧ୍ୟରେ ରଖିବା ନିମନ୍ତେ। ତେବେ ଏଇ ସମୟ ମଧ୍ୟରେ ମୁଁ ଆହ୍ୱାନ କରି ଆମମାନଙ୍କ ଗହଣରେ ଜଡ଼ିତ ଅଛନ୍ତି ମିସେସ୍ ନଳିନୀ ଜେନା ସିଷ୍ଟରଙ୍କୁ ଆହ୍ୱାନ କରେ ଆଗକୁ ଆସିବେ, ବାକ୍ୟ ଦ୍ୱାରା ଆମମାନଙ୍କୁ ପଢାଇ ନେବେ। ଏ ସମୟ ହଉଛି ସିଷ୍ଟର ଆପଣଙ୍କର। ପ୍ରେଜ୍ ଦ ଲର୍ଡ ସିଷ୍ଟର। ସର୍ବପ୍ରଥମେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ମହାନାମକୁ ଧନ୍ୟବାଦ ଦିଏ। ପୁଣି ମତେ ସୁନ୍ଦର ସୁଯୋଗ ଦେଇଥିବା ଟୁନୁଟିମା ଭାଉଜଙ୍କୁ ମଧ୍ୟ ହୃଦୟତାର ସହିତ ଧନ୍ୟବାଦ ଜ୍ଞାପନ କରେ। ପୁଣି ସର୍ବୋପରି ପରିଚାଳନା କରି ଆସୁଥିବା ପ୍ରଭୁଙ୍କର ଦାସୀ ବିନ୍ଦୁ ବାସିନୀଙ୍କର ସିଷ୍ଟରଙ୍କୁ ମଧ୍ୟ ମୋ ହୃଦୟତାର ସହିତ ଧନ୍ୟବାଦ ଜ୍ଞାପନ କରେ। ମୁଁ ଯେତିକି ଯୋଗ୍ୟ ନାହିଁ ବହୁତ ସୁନ୍ଦର ଭାବରେ ମତେ ଆହ୍ୱାନ କରିଛନ୍ତି। ପ୍ରଭୁ ଆପଣଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆଉ ଏଇ ଜୁମ୍କୁ ପରିଚାଳନା କରି ଆସୁଅଛନ୍ତି ଆମମାନଙ୍କର ଟୁନୁ ପରିବାର ଆଙ୍କେ, ଯାହା ଦ୍ୱାରା ଆମେ ସୁନ୍ଦର ସୁଯୋଗ ପାଉଅଛୁ ଯେ ତାଙ୍କର ଗୌରବ ନିମନ୍ତେ ବ୍ୟବହାର ହେବା ନିମନ୍ତେ। ସେଥିପାଇଁ ପ୍ରଭୁଙ୍କର ମାନ ଆମର ଧନ୍ୟବାଦ ହଉ। ପୁଣି ଆଜି ଯେତେ ଜଣ ଯୋଡି ହେଇଛନ୍ତି ପ୍ରତ୍ୟେକଙ୍କୁ
ମୁଁ ହୃଦୟ ତାର ଆଜିକା ସହିତ କରାଯାଏ। ଭକ୍ତି ଭରା ନମସ୍କାର ଜଣାଏ ସମସ୍ତଙ୍କୁ ମୋର ନମସ୍କାର। ସିଷ୍ଟର ଶୁଭୁଛି? ପ୍ରଭୁ ଅନୁଗ୍ରହ କରିଛନ୍ତି ଆଜିର ଏ ଓମେନ୍ସ ଫେଲୋସିପରେ ଆରମ୍ଭରୁ ଏ ସମୟ ପର୍ଯ୍ୟନ୍ତ ତାଙ୍କର ଉପସ୍ଥିତି ମଧ୍ୟରେ ଆମମାନଙ୍କୁ ରଖିଲେ। ବର୍ତ୍ତମାନ ଆମେ ସେ ଜୀବନ୍ତ ବାକ୍ୟକୁ ଶୁଣିବା ପାଇଁ ଯିବା। ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ଦାସୀ ପ୍ରାର୍ଥନା କରିଛନ୍ତି ମୋ ପାଇଁ। ତଥାପି 1 ମିନିଟ୍ ମୁଁ ପ୍ରାର୍ଥନା କରିବି, ଆପଣ ମାନେ ମୋ ପ୍ରାର୍ଥନାରେ ମନୋଯୋଗୀ ହେବେ। ପବିତ୍ର ପବିତ୍ର ଅତି ପବିତ୍ର ଅତ୍ୟନ୍ତ ଦୟାଳୁ ପ୍ରେମିକ ପରମେଶ୍ୱର, ବାକ୍ୟ ରୂପୀ ପରମେଶ୍ୱର, ଆତ୍ମା ରୂପୀ ପରମେଶ୍ୱର, ପ୍ରଭୁ ତୁମର ମହାନାମକୁ ଧନ୍ୟବାଦ ଦଉଛୁ, ଗୌରବ ମହିମା ପ୍ରଶଂସା କରୁଅଛୁ। ପୁନର୍ବାର ପ୍ରଭୁ ଆମମାନଙ୍କର ଜୀବନରେ ଏ ଓମେନ୍ସ ଫେଲୋସିପରେ ପ୍ରଭୁ ଆମମାନଙ୍କୁ ତୁମେ ଏକତ୍ର କରିଅଛ ଜୀବିତ ମାନଙ୍କ ମଧ୍ୟରେ ରଖି। ସେଥିପାଇଁ ଆମେ ତୁମରି ପ୍ରଶଂସା କରୁଅଛୁ ରାଜା। ପ୍ରଭୁ ଏତେବେଳେ ତୁମରି ଚରଣ ନିକଟରେ ସମର୍ପିତ ହଉଅଛି। ପ୍ରଭୁ ଆଜି ଆମମାନଙ୍କ ନିମନ୍ତେ ଯେଉଁ ବାକ୍ୟ ରଖିଅଛ, ପବିତ୍ର ଆତ୍ମା ପରମେଶ୍ୱର ତୁମେ ବକ୍ତା ହୋଇ ମୋ ମୁଖ ଦ୍ୱାରା ତୁମେ ପ୍ରକାଶ କରି ଆମ ପ୍ରତ୍ୟେକଙ୍କୁ ବୁଝିବା ନିମନ୍ତେ ଉର୍ଦ୍ଧରୁ ବୁଦ୍ଧି ଜ୍ଞାନ ପ୍ରଦାନ କର ବୋଲି ତୁମ ନିକଟରେ ପ୍ରାର୍ଥନା କରୁଅଛି। ମୁଁ ନୁହେଁ ପିତା, ମତେ ହଜାଅ ଲୁଚାଅ ପ୍ରଭୁ। ପ୍ରଭୁ ତୁମେ ଦୟା କର, ତୁମର ଆତ୍ମାଙ୍କର ଅଭିଷେକରେ, ତୁମର ଆତ୍ମାଙ୍କର ଉପସ୍ଥିତିରେ ପ୍ରଭୁ ତୁମର ବାକ୍ୟକୁ ତୁମେ ପ୍ରକାଶ କର ରାଜା। ଜୀବନରେ କୌଣସି ପ୍ରକାର ଦୋଷ ଦୁର୍ବଳତା ଥିଲେ ପ୍ରଭୁ ତୁମେ ଦୟା କରି କ୍ଷମା କର। ତୁମର ସେ ଜୀବନ୍ତ ବାକ୍ୟକୁ, ପବିତ୍ର ବାକ୍ୟକୁ ମୋ ମୁଖ ଦ୍ୱାରା ପ୍ରକାଶ କରିବା ନିମନ୍ତେ ମତେ ତୁମେ ଯୋଗ୍ୟ କର ବୋଲି ପ୍ରାର୍ଥନା କରୁଅଛି। ପ୍ରଭୁ ତୁମେ ଅନୁଗ୍ରହ କର, ତୁମେ କେବଳ ପ୍ରକାଶିତ ହୁଅ, ତୁମେ କେବଳ ମହିମା, ତୁମେ କେବଳ ଗୌରବ ପାଅ। এই সময়କୁ ତୁମର ହସ୍ତରେ ଦଉଅଛି। ପୁଣି ମୁଁ ନିଜକୁ ତୁମର କୃଷ ତଳେ ସମର୍ପିତ ହଉଅଛି। ମତେ ତୁମେ ଦୟା କର, ଅନୁଗ୍ରହ କର। ଆଜି ଆମ ପ୍ରତ୍ୟେକଙ୍କୁ ପ୍ରଭୁ ଯୋଉ ବାକ୍ୟ ପ୍ରଭୁ କହିବାକୁ ଯାଉଅଛ ପ୍ରଭୁ, ଆମେ ପ୍ରତ୍ୟେକ ଯେ ପ୍ରକାର ବୁଝିପାରିବୁ ସେଥିପାଇଁ ତୁମେ ଅନୁଗ୍ରହ କର। ସମସ୍ତ ଗୌରବ ମହିମା ପ୍ରଶଂସା କେବଳ ତୁମେ ପାଅ ବୋଲି ଯୀଶୁଙ୍କ ନାମେ ମାଗିଲି ପିତା, ଆମେନ୍। ଆସନ୍ତୁ ଆଜିର ଚିନ୍ତା ନିମନ୍ତେ ଆମେ ଦେଖିବା। ସବୁବେଳେ ଆମେ ପଢି ଆସୁଅଛୁ, ଶୁଣି ଆସୁଅଛୁ, କହିଛୁ ମଧ୍ୟ, ଏ ବାକ୍ୟକୁ ଜାଣିଛୁ ମଧ୍ୟ। ତଥାପି ଆଜି ଆମମାନେ ସେଇ ପୁରୁଣା ବିଷୟକୁ ହିଁ ଆମମାନେ ଶୁଣିବା ପାଇଁ ଯିବା। ହୁଏତ ପବିତ୍ର ଆତ୍ମା ଆମକୁ ନୂତନ ଭାବରେ କଥା କହିପାରନ୍ତି, ଏହା ଆମେ ବିଶ୍ୱାସ କରୁଅଛୁ। ଯେତେବେଳେ ବି ତାଙ୍କର ନିକଟବର୍ତ୍ତୀ ହେଉ, ବାକ୍ୟରେ ଯେ ପ୍ରକାର ଲେଖାଯାଏ ପ୍ରତି ସମୟରେ ତାଙ୍କର ବାକ୍ୟ ନୂତନ ଅଟେ। ଯେ ନୂତନ ନୂତନ ଭାବରେ କଥା କହିବା ପରମେଶ୍ୱର ସେ ଅଟନ୍ତି। ସେଥିପାଇଁ ଆଜି ଆମେ ଚିନ୍ତା କରିବା ଆଦି ପୁସ୍ତକ 6 ପର୍ବର 5 ପଦର ଖ ଅଂଶକୁ ଆମେ ଚିନ୍ତା କରିବା। ଆମେ 5 ପଦ ସମ୍ପୂର୍ଣ୍ଣ ପଢିବା। ଆମ ପ୍ରତ୍ୟେକଙ୍କ ନିମନ୍ତେ ମୁଁ ପଠନ କରୁଅଛି। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଆଉ ଥରେ ପଢିବାକୁ ଇଚ୍ଛା କରେ ଯେ ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ମନୁଷ୍ୟର କଳ୍ପନା ଅବିରତ, ତାହାର ବିରତି ହିଁ ନାହିଁ। ସବୁବେଳେ ମନ୍ଦ କଳ୍ପନାରେ ସେ କଣ ରହୁଛି? ଲିପ୍ତ ରହୁଛି। ପ୍ରିୟ ମାନେ, ଆମେ ମାନେ ଜାଣୁ ବାକ୍ୟରେ ଯେ ପ୍ରକାର ଲେଖାଯାଏ ମନୁଷ୍ୟ ବାହ୍ୟ ରୂପ ଦେଖେ, କିନ୍ତୁ ଆମମାନଙ୍କର ସଦାପ୍ରଭୁ ଅନ୍ତଃକରଣ ଦେଖିବା ପରମେଶ୍ୱର। ଆମମାନଙ୍କର ଅନ୍ତଃକରଣର ଭାବନାକୁ, କଳ୍ପନାକୁ ସେ ହିଁ କେବଳ ଜାଣନ୍ତି। ସେଥିପାଇଁ ଏଠାରେ ଲେଖୁଛନ୍ତି, ପରମେଶ୍ୱର କହୁଛନ୍ତି ଯେ ମନୁଷ୍ୟର ସମସ୍ତ ପ୍ରକାର ଅନ୍ତଃକରଣର ଭାବନା ଅବିରତ ମନ୍ଦ ମାତ୍ର। ସେଇ କଳ୍ପନା ଅବିରତ ମନ୍ଦ ମାତ୍ର। ଆମମାନଙ୍କର ଅନ୍ତରରେ ସଦା ସର୍ବଦା କୁକଳ୍ପନା ହିଁ ଥାଏ। ସଦା ସର୍ବଦା ଅନ୍ୟ ପ୍ରତି ହିଂସା, ଅନ୍ୟ ପ୍ରତି ତୁଚ୍ଛ ଦେଖିବା, ଅନ୍ୟକୁ ଆମମାନେ ତାଙ୍କର ଆଶୀର୍ବାଦରେ ଆମମାନେ ଯେ ପ୍ରକାର ଖୁସି ନହେବା, এই ସମସ୍ତ ଜିନିଷ ହୃଦୟର ବିଷୟ ଅଟେ। ଯଦି ଆମେ କୁକଳ୍ପନାର ବିଷୟକୁ ଯଦି ଅନ୍ୟ ରୂପରେ ଆମେ ଯଦି ଚିନ୍ତା କରିବା କହିଲେ, ଅନ୍ୟ ପ୍ରତି ଆମମାନଙ୍କର ଖୁସି ନଥିବ, ଅନ୍ୟର ବିଚାର କରିବା, ଅନ୍ୟର ମନ୍ଦ ଚିନ୍ତା କରିବା, ଅନ୍ୟ ବିଷୟରେ କଥା ହେବା, ଏ ସମସ୍ତ ବିଷୟ ହୃଦୟର ବିଷୟ ଅଟେ, ମନର ମନୁଷ୍ୟର କଳ୍ପନା ବିଷୟ ଅଟେ। ପ୍ରିୟ ମାନେ, ସେଥିପାଇଁ ମନୁଷ୍ୟ ବାହ୍ୟ ରୂପ ସିନା ଦେଖେ, କିନ୍ତୁ ଆମମାନଙ୍କର ପରମେଶ୍ୱର ଅନ୍ତରର କଥା ଜାଣନ୍ତି। ମନୁଷ୍ୟ ବାହ୍ୟ ଖାଲି ଦେଖିଥାଏ। ସେଥିପାଇଁ ଦାଉଦ କହିଲେ, ତୁମେ ମର୍ମଜ୍ଞ ପରମେଶ୍ୱର, ତୁମେ ଅନ୍ତରର କଥା ଜାଣିବା ପରମେଶ୍ୱର, ହୃଦୟର ଦୁଷ୍ଟତାକୁ ତୁମେ ଜାଣିବା ପରମେଶ୍ୱର, ହୃଦୟର ଉତ୍ତମ ବିଷୟକୁ ତୁମେ ଜାଣିବା ପରମେଶ୍ୱର, ହୃଦୟର ଭଲ ବିଷୟକୁ ତୁମେ ଜାଣିବା ପରମେଶ୍ୱର। ପ୍ରିୟ ମାନେ, ସବୁବେଳେ ଆମେ ମାନେ ଦେଖୁ ଯେ
ମନ୍ଦ ଲୋକ ମନ୍ଦ କାର୍ଯ୍ୟ କରିବ, ଉତ୍ତମ ଲୋକ ଉତ୍ତମ କାର୍ଯ୍ୟ କରିବ, ଦୁଷ୍ଟ ଧାର୍ମିକ ମନ୍ଦ ଭଲ ଉତ୍ତମ, ଆଉ ଏ ସମସ୍ତ ବିଷୟ ରହିଅଛି, କୁକଳ୍ପନା ସୁକଳ୍ପନା ଏ ସମସ୍ତ ବିଷୟ ରହିଅଛି। କିନ୍ତୁ ଉତ୍ତମ ଲୋକ ସୁକଳ୍ପନା କରିବ, କିନ୍ତୁ ଦୁଷ୍ଟ ଲୋକ କୁକଳ୍ପନା କରିବ। କିନ୍ତୁ ଆମେ ମାନେ ମନେ ରଖୁ ଯାହା ବୁଣିବା ତାହା ହିଁ କାଟିବା। କୌଣସି ପ୍ରକାରେ ଯଦି ଆମେ ଧାନ ବୁଣି ଆମେ ମାଣ୍ଡିଆ କାଟିବା ନାହିଁ, କି ମାଣ୍ଡିଆ ବୁଣିଲେ ଧାନ କାଟିବା ନାହିଁ। ମନୁଷ୍ୟ ଜୀବନରେ ଯେତେବେଳେ ଆମେ ଉତ୍ତମ କାର୍ଯ୍ୟ କରିବା ଆମେ ଉତ୍ତମ ବିଷୟ ହିଁ କାଟିବା, କିନ୍ତୁ କୁକର୍ମ କଲା ପରେ ଯଦି ଅନୁତାପ କରି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ହୁଏତ ଆମମାନଙ୍କର ସେ କୁକର୍ମ ହେତୁ ପ୍ରଭୁ ଆମମାନଙ୍କୁ କ୍ଷମା ଦେବେ ସତ କଥା, କିନ୍ତୁ ସେ କୁକର୍ମର ଫଳ ଦେଇକି ହିଁ ଆମମାନଙ୍କୁ କ୍ଷମା ଦେବେ। ଆମେ ଭାବିବା ନାହିଁ ଯେ ଆମେ ଅନୁତାପ କରି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୁ, ଆଉ ମୋ ପାଇଁ କ୍ଷମା ହେଇଗଲା, ଆଉ ମୋ ପାଇଁ କୌଣସି ପ୍ରକାର ପ୍ରତିଶୋଧ ହୁଏତ ପ୍ରଭୁ ଦେଇ ନ ପାରନ୍ତେ, ହୁଏତ ମୋ ପାଇଁ କୌଣସି ପ୍ରକାର ଦଣ୍ଡ ନଥିବ, ମୋ ପାଇଁ କୌଣସି ପ୍ରକାର କଷ୍ଟ ନଥିବ। କେବେ ବି ଭାବିବା ନାହିଁ ପ୍ରିୟ ମାନେ, ପ୍ରଭୁଙ୍କର ବଡ ବଡ ଲୋକମାନଙ୍କୁ ପ୍ରଭୁ କ୍ଷମା ଦେଇଛନ୍ତି ସତ କଥା, କିନ୍ତୁ ସେମାନଙ୍କ ନିମନ୍ତେ ସେ ଦଣ୍ଡ ମଧ୍ୟ ଦେଇଛନ୍ତି ପ୍ରିୟ ମାନେ। ସେଥିପାଇଁ ଆମେ ଦେଖୁଛୁ ଯେ ଆମମାନଙ୍କର ଜୀବନରେ ଯଦି ଆମେ ଅନ୍ୟର ଅନିଷ୍ଟ ଚିନ୍ତା କରିବା କି ଅନ୍ୟର ସମାଲୋଚନା କରିବା, ବେଳେ ବେଳେ ଅନ୍ୟର ଯଦି ଆଶୀର୍ବାଦ ହୁଏ ଆମମାନଙ୍କୁ ଜୀବନରେ ହିଂସା ଆସିଯାଏ, ଅନ୍ୟ ଲୋକ ପ୍ରଶଂସିତ ହବ କହିଲେ ଆମେ ତା ପ୍ରତି ଈର୍ଷା ଭାବ ବହିଥାଉ। ଏହି ପ୍ରକାର ଯେତେବେଳେ ଶୈତାନ ଦେଖୁଛି ଯେ ମନୁଷ୍ୟ ଜୀବନର ହୃଦୟର ଅନ୍ତଃକରଣର ସେ କୁକଳ୍ପନାକୁ ସେ ବିଭିନ୍ନ କ୍ଷେତ୍ରରେ ଅସ୍ତ୍ର ଭାବରେ ମନୁଷ୍ୟକୁ ସେ ବ୍ୟବହାର କରି ଆଣୁଅଛି ପ୍ରିୟ ମାନେ। ବିଭିନ୍ନ ସ୍ଥାନରେ କେତେବେଳେ ତ କାହାର ଉନ୍ନତି ଦ୍ଵାରା ଆମମାନଙ୍କ ହୃଦୟରେ ଈର୍ଷା ଭାବ ଆସୁଅଛି, ହୁଏତ କାହାର ଦୀନତା ଦ୍ଵାରା ଆମମାନଙ୍କୁ ଜୀବନରେ ସେ ତୁଚ୍ଛତା ଆଣି ଦଉଛି, ହୁଏତ କାହାର କିଏ ଯଦି ପ୍ରଶଂସିତ ହେଲା, କିଏ ମାନେ ପ୍ରଭୁଙ୍କର ଆଶୀର୍ବାଦରେ ଆଶୀର୍ବାଦ ଯୁକ୍ତ ହେଲା, ତା ପ୍ରତି ଆମମାନଙ୍କର ହୃଦୟରେ ବା ମାନେ ସମାଲୋଚନା କରୁଛୁ। ଏହି ପ୍ରକାରେ ଶୈତାନ କଣ କରୁଛି ନା ଆମମାନଙ୍କୁ ବହୁତ ସୁନ୍ଦର ଭାବରେ ଆମମାନଙ୍କୁ ଅସ୍ତ୍ର କରି ବ୍ୟବହାର କରି ଆଣୁଅଛି ପ୍ରିୟ ମାନେ। ସେଥିପାଇଁ ମୁଁ କାହିଁକି କହୁଅଛି ନା ମନୁଷ୍ୟ ବାହ୍ୟ ରୂପ ସିନା ଦେଖେ, କିନ୍ତୁ ଅନ୍ତଃକରଣ ପରମେଶ୍ୱର ସେ ଦେଖନ୍ତି, ଆମେ ମାନେ ଜାଣୁ। ସେଥିପାଇଁ ସେଦିନ ଯେତେବେଳେ ଯିଶିର ପୁତ୍ର ଦାଉଦ ଯେତେବେଳେ ତାଙ୍କର ଭାଇମାନେ ପଲେଷ୍ଟିୟ ମାନଙ୍କର ସହିତ ଯୋଉ ଯୁଦ୍ଧ ଥିଲା, ଇସ୍ରାଏଲଙ୍କର ସପକ୍ଷରେ ସେମାନେ ଯାଇଥିଲେ, ଆଉ ତାଙ୍କ ବାପା ଯେତେବେଳେ କିଛି ଶସ୍ୟ ନେଇ ସେ ଭାଇମାନଙ୍କ ନିକଟକୁ ପଠଉଛନ୍ତି, ସେଇ ସମୟରେ ବିଚାରା କଣ କରୁଛି ନା ତାଙ୍କ ଭାଇମାନଙ୍କୁ କିଛି ଖାଦ୍ୟ ନେଇ ସେମାନଙ୍କର ଭଲ ମନ୍ଦ ପଚାରି ତାଙ୍କ ବାପା ପାଖକୁ ଆସି ସେ ସୁଖବର କି କୁଖବର ଦେବା ନିମନ୍ତେ ସେ ଯାଇଅଛି, ତାଙ୍କ ଭାଇଙ୍କ ବିଷୟରେ ପଚାରିବା ନିମନ୍ତେ ସେ ଯାଇଅଛି। କିନ୍ତୁ ସେ ଯେତେବେଳେ ଯାଇଅଛି, ସେଇ ସମୟରେ ଯେତେବେଳେ ଆଉ ସେ ପଲେଷ୍ଟିୟ ମାନଙ୍କର ସହିତ ସେ ଯୁଦ୍ଧ ବିଷୟରେ ଶୁଣୁଅଛି, ଆଉ ସେ ଅନ୍ୟ ଲୋକକୁ ପଚାରୁଛି କଣ ହେଇଛି, ଏ ସମସ୍ତ ବିଷୟ ଜାଣିବା ନିମନ୍ତେ ଯେତେବେଳେ ସେ ଚେଷ୍ଟା କରୁଅଛି, ପ୍ରଥମ ସାମୁଏଲ 17 ପର୍ବର 28 ପଦରେ ଲେଖାଯାଏ, ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଇଲିଆବ ଶୁଣିଲା, ତ ହେଲେ ଇଲିଆବର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା ତୁ କାହିଁକି ଏଠିକି ଆସିଲୁ, ପ୍ରାନ୍ତରରେ ତୁ ସେ ମେଣ୍ଢା କେତୋଟି କାହା ପାଖରେ ଛାଡିଲୁ, ମୁଁ ତୋ ଗର୍ବ ଓ ତୋ ମନର ଦୁଷ୍ଟତା ଜାଣେ, କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ। ଏଠି ସେ ମନୁଷ୍ୟ ଭାବରେ କଣ କହୁଅଛି ନା ଦାଉଦର ହୃଦୟର କଥାକୁ କଣ କହୁଛନ୍ତି, ତୋର ମନର ଦୁଷ୍ଟତାକୁ ମୁଁ ଜାଣେ, କିନ୍ତୁ ପ୍ରକୃତରେ ମନୁଷ୍ୟ ଭାବରେ ସେ କଣ କରିଥିଲା ଯେ କଥା କହୁଥିଲା, ସେ ମନର କଥା କେବେ ବି ଜାଣିପାରିବ ନାହିଁ। କେବଳ ପରମେଶ୍ୱର ହିଁ ଅନ୍ତର କଥା ଜାଣନ୍ତି, ପରମେଶ୍ୱର ହିଁ ମର୍ମର କଥା ଜାଣନ୍ତି, ପରମେଶ୍ୱର ହିଁ ମନୁଷ୍ୟର କୁକଳ୍ପନାକୁ ଜାଣନ୍ତି, ସୁକଳ୍ପନାକୁ ଜାଣନ୍ତି। ମାନେ ଏଇଠାରେ ସେ କହୁଅଛି ତା ଭାଇ ମନର ଦୁଷ୍ଟତାକୁ ମୁଁ ଜାଣେ, କିନ୍ତୁ ସେଦିନ ଜାଣି ନଥିଲା। ଦାଉଦ କିନ୍ତୁ ଯାଇଥିଲେ ତା ବାପାଙ୍କର ଆଜ୍ଞା ଅନୁସାରେ ତାଙ୍କ ପାଖକୁ, ନା କଣ ତାଙ୍କ ଭଲ ମନ୍ଦ ବିଷୟ ପଚାରିବା ନିମନ୍ତେ, ତାଙ୍କ ନିମନ୍ତେ କିଛି ଖାଦ୍ୟ ନିମନ୍ତେ ସେ ନେଇକି ଯିବା ନିମନ୍ତେ ଯାଇଥିଲେ ପ୍ରିୟ ମାନେ। କିନ୍ତୁ ଏଠାରେ ଦେଖୁଛୁ ଯେ ତା ଭାଇ କଣ କହୁଛି ନା ତୋ ମନର ଦୁଷ୍ଟତା ଜାଣୁ। କିନ୍ତୁ ଦାଉଦ କହନ୍ତି ତୁମେ ମୋର ମର୍ମଜ୍ଞ ପରମେଶ୍ୱର, ତୁମେ ମୋର ଅନ୍ତରର କଥା ଜାଣିବା ପରମେଶ୍ୱର। ପ୍ରିୟ ମାନେ ସେଥିପାଇଁ ଆଉ ଆମ ମାନେ ଦେଖିବା, ଯଦି କିଛି ଚିନ୍ତା କରିବା ସେଇ ମନୁଷ୍ୟ ମାନଙ୍କର ଦୁଷ୍ଟ କଳ୍ପନା ହେତୁ, ସେମାନେ ଯେତେବେଳେ ମନୁଷ୍ୟ ବିରୁଦ୍ଧରେ କଳ୍ପନା କଲେ, ମନୁଷ୍ୟ ବିରୁଦ୍ଧରେ ସେମାନେ ଈର୍ଷା ଭାବ ବହିଲେ, ମନୁଷ୍ୟ ବିରୁଦ୍ଧରେ ସେମାନେ ମନ୍ତ୍ରଣା କଲେ, ସେଇ ସମୟରେ ସେମାନଙ୍କର ପ୍ରତି ପ୍ରଭୁ କ୍ଷମା କରିଅଛନ୍ତି ସତ କଥା, କିନ୍ତୁ ସେମାନଙ୍କ ପ୍ରତି ଯୋଉ ଦଣ୍ଡ ହେଇଛି ଆମ ମାନେ ସେ ବିଷୟରେ କିଛି ଆମେ ଚିନ୍ତା କରିବା। ଆପଣ ମାନେ ଜାଣନ୍ତି, କିନ୍ତୁ ଆପଣ ମାନଙ୍କର ସ୍ମରଣ ନିମନ୍ତେ ହିଁ ଆପଣ ମାନଙ୍କୁ ମୁଁ କହିବା ପାଇଁ ଇଚ୍ଛା କରେ ପ୍ରିୟ ମାନେ। ସେଦିନ ଯେତେବେଳେ ଆଉ କଇନ ଆଉ ହେବଲ ଯାଉଛନ୍ତି ପରମେଶ୍ୱରଙ୍କ ନିକଟରେ,
आउ सेमानंकर जहा किछि सेमाने प्रभुंकर उद्देश्य उत्सर्ग करबा पई जाउछंती सी समय रे जेतेले आउ हेबेल रो विषय को प्रभु ग्रहण करूछंती सेठारे लेखा जाए हेबेल को पुणी तार समस्त विषय को जेतेले से ग्रहण करूछंती आउ सेही समय रे कईन हृदय रे कोन आसुअछि ना ईर्ष्या भाव आसुअछि कईन हृदय रे ईर्ष्या भाव आसुअछि सेथि पई परमेश्वर तांकु पचारुछंती तुमे काहीकि क्रोध करूअछ तुमे काहीकि क्रोध करूअछ तुमे कोन सत्कर्म करिथिले तुमे कोन ऊर्ध्वमुख हे पारि न थांतो कि किंतु निज भाई विरुद्ध रे से कोन करियछि ना ईर्ष्या भाव बहियछि प्रिय माने मु जे प्रकार कहउथिली विभिन्न माध्यम रे मनुष्य को से व्यवहार करी आसुअछि शैतान प्रथम रे भाई विरुद्ध रे आ भाई ईर्ष्या करी कोन करियछि ना हत्या करियछि भाई विरुद्ध रे भाई कोन करियछि ना निजर भाई को हत्या करियछि ना से की प्रकार भाव रे हत्या कला ना ता भाई सहित कथा ही की से क्षेत्र को डाकी की से जगह रे से कोन करूछि ना हत्या करियछि प्रिय माने आज आम मानकर जीवन रे आमे जानि नथिबा केते बेले जे आम मानकर हृदय मध्यरे ईर्ष्या पसिथिबो केते बेले जे आम मानकर मध्यरे हिंसा पसिथिबो केते बेले जे आम मानकर मध्यरे कुमंत्रणा पसिथिबो केते बेले जे आम मानकर हृदय रे मंद चिंता पसिथिबो आ माने केही भी कहि परिबा नाही कारण इस्कारित जिहुदा जीशुंक पाखरे रही जीशुंक सहित भोजन करुथिला जीशुंक सहित रहुथिला आ केते बेले जे चा हृदय मध्यरे शैतान पसिला जो द्वारा से कोन करियछि ना परमेश्वरंकर विरुद्ध रे कुकल्पना करी मंत्रणा करी प्रभु जीशु ख्रीष्ट को से शत्रु मानकर हस्त रे धरेइथिला प्रिय माने किंतु तार परिणाम कोन हैला से निजे ही फासी ही की मल्ला निजे ही आत्महत्या कला प्रिय माने सेथि पई हुए तो परमेश्वरंकर योजना थिला किंतु से दिन से आत्महत्या करी मरिला प्रिय माने सेथि पे हमने जागृत हेबा जे आम माने कोन करिबा ना अन्य को तुच्छ करिबा नाही कि अन्यर कुमंत्रणा करिबा नाही कि अन्य को हिंसा करिबा नाही कि अन्यर आशीर्वाद रे ईर्ष्या भाव बहिबा नाही जदि हमें साउल आउ दाऊदଙ୍କ विषय रे देखिबा जेते बेले पलेस्टिय मानकर सहित इस्राएल मानकर सहित युद्ध लागि अछि सेही समय रे पलेस्टिय मानकर योद्धा को जो गलियात को देखिकी इस्राएल लोक माने पछगुंचा दउछंती ताहा आगरे ठिया हेबा निमंते से माने आसी पारु नांती ताहा आग पाखरे ठिया हेबा निमंते मुखा करिबा निमंते से माने आसी पारु नांती किंतु छोटिया बालक दाऊद जेते बेले तांको विरुद्ध रे ठिया होई जेतेबेले गलियात को से कोन करूछंती ना हत्या करे से फेरु अछंती सेही समय रे जेतेबेले लोक माने कहउछंती जे दाऊद साउल वध कले आ सहस्र सहस्र किंतु दाऊद वध कले आ अयुत ए जिंस साउल हजम करि पारु नांती प्रिय माने ए जिंस हजम करि पारु नांती से भाबु नांती जे जेतेबेले गलियात डाकरा पको अछि सेही समय रे इस्राएल रा श्रेणी रा जो योद्धा माने थिले जो सैनिक माने थिले से माने तो केही आगो को बढ़ु नथिले किंतु ए दाऊद जोगो जे आमी इस्राएल जय पाइलु पलेस्टिया मान को परास्त कलु ए विषय से भाबुनांती किंतु दाऊद करितिबा काम को जतले अन्य लोक प्रशंसा कला ता हृदय मध्यरे से दिन ठारू दाऊद प्रति ईर्ष्या भाव आसिला आ दाऊद प्रति ईर्ष्या भाव भई ताकू मारिबा पर्यंत से कुमंत्रणा करी मंद चिंता करी ताकू विभिन्न माध्यरे से चेष्टा करुथिले किंतु एक दिन रे से स्वीकार करछंती प्रिय माने जे तुमे मो ठारू धार्मिक मु तुमर मंद चिंता कली किंतु तुमे मोर मंद चिंता कल नाही किंतु जेते बेले से दाऊद प्रति ईर्ष्या कला सेते बेले सेही समय रे ही परमेश्वर गोटे मंद आत्मा साउलंकर जीवन रे पठाउछंती प्रिय माने सांगे सांगे परमेश्वर कोन करूछंती ना मंद आत्मा पठाउछंती साउलंकर जीवन रे मोर कहिबार अर्थ साउल जने अभिषिक्त व्यक्ति थिले सत कथा आउ इस्राएल मानकर प्रथम राजा थिले सत कथा किंतु प्रभु से दिन जेतेबेले दाऊदंकर विरुद्ध रे सेही प्रकार ईर्ष्या भाव बहिला मनर कथा जानिबा परमेश्वर हृदयर कथा जानिबा परमेश्वर अंतरर कथा जानिबा परमेश्वर सेतेबेले जखियो जेतेबेले गछरे ठिया होई
प्रभु देखा निमंते जीशु को देखा निमंते मन मध्य से बांछा कर चढ़ुंट सुए तो से गछरे चढ़ा लोक को यक्ष को कहीं देखी नथिले किंतु से स्थान रे प्रभु अटकी जाई से मर्मज्ञ परमेश्वर यक्षर अंतरर कथा जानिथिले मर्मर कथा जानिथिले आ से स्थान रे से ठिया ही पड़िथिले प्रिय माने सेथिपई मनुष्य बाह्य रूप देखे किंतु आम्बानकर परमेश्वर अंतकरण देखिबा परमेश्वर दुष्ट माने सदा बेले चाहंती से दुष्ट कर्म करबा निमंते सब बेले धार्मिक प्रतिकूल रे कुकल्पना करबा निमंते से माने चाहंती जहा कि गीत 37 रो 12 पद रे लिखा जाए किंतु धार्मिक लोक प्रभु को जानिबा लोक परित्राण प्राप्त लोक प्रभु को भय करबा लोक ए समस्त विषय से पछरे थाए ए समस्त विषय से कौन करिथाए ना निजकू दूर करे रखिबा पई चेष्टा करिथाए प्रिय माने सेथिपई आमानक हृदयर कल्पना हृदयर भावना हृदयर चिंता को प्रभु जे जानती सेथिपई आमे तांकु भय करिबा आमानक हृदय रे से मंद भावना मंद कल्पना कौन सी प्रकार स्थान न पाऊ प्रिय माने जो द्वारा आम माने जे प्रकार परमेश्वर दंड न पाऊ परमेश्वर अभिशाप न पाऊ सेथिपे हम प्रत्येक को प्रभु अनुग्रह करंतु जेतेबेले कि आमान को हृदय मध्य से प्रकार जिनिस आसे प्रभु आम समस्त प्रकार मंद कल्पनारू कुकल्पनारू मंत्रणारू समस्त प्रकार ईर्ष्या भावरू समस्त प्रकार हिंसारू आमान को दूर रे रखिबा पई सहाय्य करंतु प्रिय माने जदि आमे हमर मर्दखय विषय चिंता करिबा जेतेबेले मर्दखय से राजा रे रोहुथिले सेही समय हामन कौन करू अछंती जहा कि आम माने एस्टर पुस्तक रे आमे जानू आ मर्दखय तांकु नमस्कार कला नहीं से उठिला नहीं एतिकी ही तांकु एते ईर्ष्या भाव आसी जाईची जे से मर्दखय विरुद्ध रे चक्रांत करू अछि मर्दक विरुद्ध रे कल्पना करू अछि बोली लिखा जाईची ना कोन ता मित्र मानकर सहित ता स्त्री सहित से कोन करू अछि ना से फांसी काट मर्दखय निमंते से बनाउ अछि सेथिपई कथारे अछि जे जहा बुनिबो ताहा ही काटिबो उत्तम विषय जदि बुनिबा उत्तम विषय काटिबा मंद विषय जदि बुनिबा मंद विषय काटिबा से दिन तांको स्त्री सहित से मिसी मित्र मानकर सहित मिसी से मर्दखय विरुद्ध रे जेतेले से फांसी काठ से बनाउ अछि किंतु प्रिय माने से कोनसी प्रकार तार से कुकल्पना रे सफल पाइला नहीं जे जो कर्म करिवो से कर्म रे से पतित हबो वाक्य रे लिखा जाय दुष्ट माने ताकर दुष्टर क्रिया कर्म रे से माने निजे निजे पतित हेबे किंतु धार्मिक मानक प्रभु बंचांती धार्मिक मानक प्रभु सुरक्षा दियंती बोली वाक्य रे लिखा जाय आ से दिन जेतेले नामान मर्दखय निमंते कुकल्पना कला स्त्री सहित सांग मानकर सहित मिसी जेतेले कुकल्पना कला किंतु ए प्रकार एक समय आसिला जो से अन्य निमंते से आउ कौन करिथिला ना फांसी काठ से निर्माण करिथिला सेही फांसी काठ रे से निजे ही ताकू मरिबा को पड़िला बेले बेले आमे कथा को निजे गात खोली की निजे ही सेठारे पड़ी थाउ सेही प्रकार भाव रे से दिन नामान कौन कला ना मर्दखय विरुद्ध रे फांसी काठ निर्माण कला और से निजे ही से काठ रे झुलिला प्रिय माने सेथिपई आमे जागृत हेबा सेथिपई आमे निज निज को चिंता करिबा जे आम माने से समस्त प्रकार मंत्रणारू से समस्त प्रकार कुविषय प्रभु हमको दूर रे रखंतु प्रभु आमानकु दूर रे रखंतु आम मानक हृदय रे से सुची आत्मा प्रदान करंतु से उत्तम आत्मा प्रदान करंतु जो द्वारा आम मानकर अंतर रे सेही सुकल्पना सुविचार सुस्वभाव आम मानकर हृदय रे जे प्रकार उत्पन्न हे परिबो जदि आमे चिंता करिबा पुनी आमानक निकट रे आउ गोटे विषय रखिबा पई इच्छा करे जेतेले आहाब राजा पुनी इस्पलक विषय रे जदि आमे चिंता करिबा आहाब राजांकर राज्य समय रे तांकर शासन काल रे आ जेतेबेले आहाब राजांकर अटालिका पाखरे गृह पाखरे से जिस्रिएलर नाबत र जमी जेतेले थिला आ से कोन करू अछंती ना से जिस्रिएलर से जमी को से निजर करिबा निमंते ताकू जेतेबेले से कहउछंती मागुछंती जे तुमर से दाख्या क्षेत्र को मते देई दियो मु ताहा साक क्षेत्र करिबी किंतु जिस्रिएल र से नाबत कोन करू अछंती ना मना करू अछंती ना कोन ना मोर पैतृक संपत्ति ताहा केबे भी मु देई न पारे केबे भी मु देई न पारे
କିନ୍ତୁ ସେ ଯେତେବେଳେ ସେ ମନା କରୁଛନ୍ତି ସେଇ ସମୟରେ ସେ ଗୃହ ମଧ୍ୟକୁ ଆସି ସେ କଣ କରୁଅଛନ୍ତି ନା ଆଉ କିଛି ଖାଦ୍ୟ ଖାଉନାହାନ୍ତି, ଶଯ୍ୟାରେ ପଡିକି ରହିଛନ୍ତି। ଏହି ସମୟରେ ତାଙ୍କ ସ୍ତ୍ରୀ ଇସବେଲ ପଚାରୁଛନ୍ତି ଯେ ତୁମର ମୁଖ କଣ ପାଇଁ ମଳିନ ହୋଇଅଛି, କାହିଁକି ତମେ ଖାଉନାହ? ଏ ପ୍ରକାର ସମୟରେ ଆହାବ କହୁଛନ୍ତି ଯେ ନାବୋତର ଯୋଉ ଜମି ଅଛି, ଯୋଉ ଦ୍ରାକ୍ଷା କ୍ଷେତ୍ର ଅଛି, ତାହା ମୁଁ ଶାକ କ୍ଷେତ୍ର କରିବା ନିମନ୍ତେ ତାକୁ ମାଗିଲି, କିନ୍ତୁ ସେ ଦେଲା ନାହିଁ। ସେଇ ସମୟରେ ଇସବେଲ ରାଣୀ କହୁଛନ୍ତି ଯେ ତୁମେ ଧୈର୍ଯ୍ୟ ଧର, ତୁମେ ଉଠ, ଖାଅ, ସେଇ ଜମିକୁ ତୁମର ହସ୍ତଗତ କରିବା ପାଇଁ ମୁଁ ଅଛି। ଇସବେଲ ରାଣୀ ସେତେବେଳେ ରାଣୀର ସେଇ ଆଉ ପାୱାରକୁ ସେ ଦେଖାଉଛନ୍ତି। ସେଇ ସମୟରେ ନାବୋତର କେହି ନାହାନ୍ତି ପ୍ରିୟମାନେ, କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ସହିତ ଅଛନ୍ତି। ଆଉ ସେଇ ସମୟରେ ସେ କଣ କରୁଅଛନ୍ତି ନା ସେ ଆହାବ ରାଜା ପାଖକୁ ମାନେ ପତ୍ର ଲେଖି ପଠଉଛନ୍ତି। ପୁଣି ସେ କଣ କରୁଛନ୍ତି, ଦୁଇଟି ପାପାଧମ ସନ୍ତାନ ମାନଙ୍କୁ ରାଜାଙ୍କ ବିରୁଦ୍ଧରେ, ପରମେଶ୍ୱରଙ୍କ ବିରୁଦ୍ଧରେ ଏଇ ଲୋକଟା କଥା କହିଅଛି ବୋଲି ମିଥ୍ୟାରେ କୁକଳ୍ପନା କରି ତା ସହିତ ଯେ ପ୍ରକାର ସେ ଜମିକୁ ଆଣିବ, ସେଥିପାଇଁ ତା ବିରୁଦ୍ଧରେ କୁକଳ୍ପନା କଲା। ନା କିଏ? ଇସବେଲ ରାଣୀ ତା ବିରୁଦ୍ଧରେ କୁକଳ୍ପନା କଲା। ଆଉ ସେଇ କୁକଳ୍ପନା କଲା ପରେ ଆଉ ସେଇ ପାପାଧମ ସନ୍ତାନ ମାନେ ଯେତେବେଳେ ଆଉ ନାବୋତର ବିରୁଦ୍ଧରେ କଥା କହିଲେ, ଆଉ ସେଇ ସମୟରେ ଲୋକମାନେ କଣ କଲେ ନା ତାଙ୍କୁ ପଥର ଫୋପାଡିକି ମାରିଲେ। ସେଇ ସମୟରେ ପଥର ଫୋପାଡିକି ମାରିଲେ। ଆଉ ସେଇ ସମୟରେ ପଥର ଫୋପାଡିକି ମାରି ସେଇ ତାର ଜମିରେ ହିଁ ତାକୁ ପକେଇ କଣ କରୁଅଛନ୍ତି ନା ତୋର ରକ୍ତ କୁକୁର ଚାଟିବ, ଏହି ପ୍ରକାର ଭାବରେ ତା ପ୍ରତି ସେଇ ପ୍ରକାର ବ୍ୟବହାର କଥା ମାନେ କହିଥିଲେ। ପ୍ରିୟମାନେ, ସେଦିନ ତା ପାଖରେ ପାୱାର ଥିଲା, ସେଥିପାଇଁ ସେ ସେଇ ଜିନିଷ ସେ କରିପାରିଲେ। କିନ୍ତୁ ଏଇ ବିଷୟରେ ଏଲିୟଙ୍କ ଦ୍ଵାରା ଆହାବକୁ ସଦାପ୍ରଭୁ ପରମେଶ୍ୱର କହିଲେ, ଯୋଉ ନାବୋତ ସହିତ ତମେ ଯୋଉ କାର୍ଯ୍ୟ କରିଅଛ, ଯୋଉ କୁକଳ୍ପନା କରିଅଛ, ଯୋଉ କୁମନ୍ତ୍ରଣା କରିଅଛ, ତୁମର ସ୍ତ୍ରୀ ଠାରୁ ତୁମେ କଣ କଲ, ତାଙ୍କର ସେଇ କୁକଳ୍ପନାରେ ସଙ୍ଗୀ ହେଲ, ଆଉ ନାବୋତର ବିରୁଦ୍ଧରେ ଏଇ ଯୋଉ କାର୍ଯ୍ୟ କରିଅଛ, ଆଉ ତୁମର ବଂଶକୁ ଆମେ ସଫା କରିଦେବୁ, ତୁମର ବଂଶକୁ ଲୁପ୍ତ କରିଦେବୁ। ଆଉ ଏହି ପ୍ରକାର ବିଷୟ ଯେତେବେଳେ ଏଲିୟଙ୍କୁ ଆଉ ସଦାପ୍ରଭୁ କହୁଛନ୍ତି, ଯାଇକି ଆହାବକୁ ଯାଇ କୁହ, ତୁମେ ତାଙ୍କର ବଂଶ ଆମେ ଲୁପ୍ତ କରିଦେବା, ନାବୋତର ସହିତ ଯୋଉ ବିଷୟ ହେଇଅଛି ଆମେ ସହିବୁ ନାହିଁ। ଆଉ ସେହି ସମୟରେ ଯେତେବେଳେ ଆହାବ ପାଖକୁ ଏଲିୟ ଯାଉଛନ୍ତି, ସେଇ ସମୟରେ ଆହାବକୁ କହିଲେ ଯେ ପରମେଶ୍ୱରଙ୍କର ପ୍ରତିଜ୍ଞା ଏହି ପ୍ରକାର ତୁମ ପ୍ରତି ହେଇଅଛି, ତୁମେ ଯୋଉ ଦୁଷ୍କର୍ମ କରିଅଛ, ତୁମ ସ୍ତ୍ରୀଙ୍କ ସହିତ କଥା ଶୁଣି ନାବୋତର ବିରୁଦ୍ଧରେ ଯୋଉ କୁକଳ୍ପନା କରି ତାକୁ ହତ୍ୟା କରିଅଛ, ଆଉ ପରମେଶ୍ୱର କହିଛନ୍ତି ତୁମର ବଂଶ ଆଉ ରହିବ ନାହିଁ, ତୁମର ବଂଶକୁ ଲୁପ୍ତ କରିବା। ଏହି ସମୟରେ ଆହାବ ରାଜା କଣ କରୁଛନ୍ତି ନା ବସ୍ତ୍ର ଚିରୁଛନ୍ତି, ଉପବାସ କରୁଛନ୍ତି, ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଅଛନ୍ତି, ପ୍ରଭୁଙ୍କ ନିକଟରେ ଅନୁତାପ କରୁଅଛନ୍ତି। ଏହି ସମୟରେ ସଦାପ୍ରଭୁ ପୁନର୍ବାର ତାଙ୍କର ଦାସଙ୍କୁ କହୁଛନ୍ତି ଯେ ଇଏ ଆମ ନିକଟରେ ଅନୁତାପ କଲା, ନିଜର ଭୁଲ ବୁଝିଲା, ଚଟ ବସ୍ତ୍ର ପିନ୍ଧୁଛି, ଉପବାସ କରୁଅଛି, କ୍ଷମା ମାଗୁଅଛି, ତ କଣ କରିବା? ସେ ଆମ ନିକଟକୁ ଫେରି ଆସିଅଛି, କାରଣ ଆମମାନଙ୍କର ପରମେଶ୍ୱର କ୍ଷମାମୟ ପରମେଶ୍ୱର, ଦୟାମୟ ପରମେଶ୍ୱର। ମୁଁ କହୁଥିଲି ନା କ୍ଷମା କରିଦେବେ ସତ କଥା, କିନ୍ତୁ ଦଣ୍ଡ ଦେବାଟା ଦେବେ ହିଁ। ସେଥିପାଇଁ ସେଇ ସମୟରେ ତାଙ୍କୁ କହିଲେ, ହୁଏତ ଆର ଅନୁତାପ ଯୋଗୁ ଆଙ୍କର ସେ ରାଜ୍ୟ କାଳ ସମୟରେ, ଏ ଯେତେବେଳେ ରାଜା ଅଛନ୍ତି ସେ ସମୟରେ ହୁଏତ ଆମେ କରିବା ନାହିଁ, କିନ୍ତୁ ଆଙ୍କର ପୁତ୍ର ମାନଙ୍କର ଅମଳରେ ଏମାନଙ୍କର ବଂଶକୁ ଆମେ ଧ୍ୱଂସ କରିବା, ଏମାନଙ୍କର ବଂଶକୁ ଆମେ ଲୁପ୍ତ କରିବା। ଆଉ ପରମେଶ୍ୱର ଯୋଉ ପ୍ରତିଜ୍ଞା କରିଥିଲେ, ଏଲିୟଙ୍କ ଦ୍ଵାରା ପ୍ରକାଶ କରିଥିଲେ ଆହାବ ରାଜାଙ୍କ ନିକଟରେ, ପୁନର୍ବାର ଆମେ ଦ୍ୱିତୀୟ ରାଜାବଳୀରେ ଦେଖିବା ଯଦି, ଆଉ ଗୋଟିଏ ଦିନ ଇସବେଲ ରାଣୀ ଝରକାରେ ବସି ଅଛନ୍ତି, ସେହି ସମୟରେ ଯେତେବେଳେ ପ୍ରଭୁଙ୍କର ଦାସ ଯାଉଅଛନ୍ତି, ସେହି ସମୟରେ ସେ ଇସବେଲ ରାଣୀ ତୁଚ୍ଛ କଲା ଭଳି ପରମେଶ୍ୱରଙ୍କର ଦାସଙ୍କୁ କହୁଛନ୍ତି, ତୁମେ ସେଇ ହତ୍ୟା କି? ଏହି ପ୍ରକାର ଭାବରେ ସେ କହୁଛନ୍ତି। କହିବା ସମୟରେ ଆଉ ପ୍ରଭୁଙ୍କର ଦାସ ଭବିଷ୍ୟତ ବକ୍ତା ସେ କହୁଛନ୍ତି, କିଏ ସେ? ସେଠାରେ କିଏ ସେ? ମୋ ସପକ୍ଷରେ କିଏ ଅଛନ୍ତି? ଏହି ସମୟରେ ନପୁଂସକ ମାନଙ୍କୁ ଦେଖୁଛନ୍ତି, ତାଙ୍କୁ ସେ ଝରକାରୁ ତଳେ ପକେଇ ଦିଅ, ତାଙ୍କୁ ସେ ଝରକାରୁ
ତଳେ ପକେଇ ଦିଅ। ପ୍ରିୟ ମାନେ ମୋର କହିବାର ଅର୍ଥ ଯେତେବେଳେ ତାକୁ ତଳେ ପକେଇ ଦେଲେ ସେହି ସମୟରେ ସେମାନେ ଯାଇକି ଆଉ ଥରେ ପ୍ରଭୁଙ୍କର ଦାସ ଭବିଷ୍ୟତ ବକ୍ତାଙ୍କୁ କହୁଛନ୍ତି ଆମେ ତଳେ ପକେଇଦେଲୁ, ସେ ମରିଗଲା। ଆଉ ସେଇ ସମୟରେ ସେ କହୁଛନ୍ତି ଯାହା ହେଲେ ବି ସେ ବ୍ୟଭିଚାରିଣୀ ଅଟେ ସତ କଥା, କିନ୍ତୁ ରାଜକୁମାରୀ, ସେଥିପାଇଁ ତାକୁ ତୁମେ ଯାଇ କବର ଦିଅ। ଆଉ ପୁନର୍ବାର ସେମାନେ ଯେତେବେଳେ ଇସ୍ରାଏଲ ରାଣୀ ପାଖକୁ ଆସୁଛନ୍ତି, ସେ ମୃତଦେହ ପାଖକୁ ଆସୁଛନ୍ତି, ଖପୁରୀ ଆଉ ହାତର କିଛି ଜିନିଷ ସେମାନେ ପାଉଛନ୍ତି। ତାର ଶରୀରର କୌଣସି ଅଂଶ ସେମାନେ ପାଉନାହାନ୍ତି, କାରଣ ସେ ଯେତେବେଳେ ପଡିଲା ତାକୁ ତଳେ ପକାଇ ଦଳି ଦେଲେ। ପ୍ରିୟ ମାନେ, ସେଥିପାଇଁ ମୁଁ କହୁଥିଲି ଯାହା ବୁଣିବା ତାହା ହିଁ କାଟିବା। ଆମେ ଭଲ ବୁଣିଲେ ଭଲ କାଟିବା, ମନ୍ଦ ବୁଣିଲେ ମନ୍ଦ କାଟିବା। ପ୍ରିୟ ମାନେ, ଆଉ ସେତିକି ନୁହେଁ, ଇସ୍ରାଏଲ ରାଣୀକୁ ପୁନର୍ବାର କହିଲେ ତାକୁ ସେଇ ନାବତର ସେ ଦ୍ରାକ୍ଷା କ୍ଷେତ୍ରରେ ତାକୁ ନେଇ ପକାଅ। ସେ ଯେ ପ୍ରକାର ନାବତକୁ କହିଲା ତୁ ମଲା ପରେ ତୋରି ସେ ରକ୍ତକୁ କୁକୁର ମାନେ ଚାଟିବେ, ଆକାଶର ପକ୍ଷୀ ମାନେ ଖାଇବେ, ଆଜି ତାର ସେଇ ଶରୀରକୁ ସେହି ପ୍ରକାର ହେଉ। ଆଉ ଯେ ପ୍ରକାର କରିଥିଲା ତାକୁ ମଧ୍ୟ ସେଇ ନାବତର ଜମିରେ ତାକୁ ରଖାଗଲା, ଆଉ ସେଇ ପ୍ରକାର କୁକୁର ମାନେ ଚାଟିଲେ। ପ୍ରିୟ ମାନେ, ସେତିକି ନୁହେଁ, ପୁନର୍ବାର ଯେହୁଙ୍କ ସମୟରେ, ଯେହୁ ଯେତେବେଳେ ସେ ରାଜତ୍ୱ କାଳ ତାଙ୍କର ଆସିଲା, ରାଜା ଭାବରେ ଆସିଲେ, ସେହି ସମୟରେ ତାଙ୍କର ପୁତ୍ର ମାନେ ପଚାରୁଛନ୍ତି, ଆଉ ସେଇ ସମୟରେ ତାଙ୍କର ମାଙ୍କ ବିଷୟରେ ଯଦି ପଚାରୁଛନ୍ତି, ସେଇ ସମୟରେ କହୁଛନ୍ତି ଆଉ ତମ ମା ବଞ୍ଚିଥିବା ପର୍ଯ୍ୟନ୍ତ କି ସୁଖ କି ଶାନ୍ତି, ଏହି ପ୍ରକାର ଭାବରେ ତାଙ୍କୁ କହୁଛନ୍ତି। ଆଉ ସେଇ ପ୍ରକାର କହିବା ସମୟରେ ପୁନର୍ବାର ତାଙ୍କରି ପୁତ୍ର ମାନେ ଯୋଉ 70 ଜଣ ଥିଲେ, ସେ 70 ଜଣଙ୍କର ମୁଣ୍ଡକୁ କଟା ହେଇଯାଇଥିଲା। ସେମାନଙ୍କର ବଂଶକୁ ଲୁପ୍ତ କରିଦେଇଥିଲେ। ପ୍ରିୟ ମାନେ, ସେମାନଙ୍କର ଯେତିକି ବଂଶ ଥିଲେ ସେ ବଂଶ ଲୁପ୍ତ କରିଦେଇଥିଲେ। ସେ ଗୋଟିଏ ଜଣଙ୍କର ପ୍ରାଣ ନେଲା, ସେ ନିଜର ମୃତ୍ୟୁ ଦେଖିଲା, ପୁଣି 70ଟା ପୁଅକୁ ହରେଇଥିଲା। ଆମମାନେ ଜୀବନରେ ଯଦି କୁମନ୍ତ୍ରଣା କରିବା, ଅନ୍ୟର ମନ୍ଦ ଚିନ୍ତା କରିବା, ଅନ୍ୟ ବିଷୟରେ ଅନ୍ୟାୟ ଚିନ୍ତା କରିବା, କୁକଳ୍ପନା କରିବା, ତାହେଲେ ପ୍ରଭୁ ଆମକୁ ଛାଡିବେ ନାହିଁ। କ୍ଷମା ଦେବେ ସତ କଥା, କିନ୍ତୁ ପ୍ରଭୁ ଆମକୁ ଛାଡିବେ ନାହିଁ। ପ୍ରିୟ ମାନେ, ସେଥିପାଇଁ ଆମେ ଯେ ପ୍ରକାର ପ୍ରଭୁଙ୍କ ନିକଟରେ ଭୟ ଭକ୍ତିର ସହିତ, ନିଜକୁ ନମ୍ରତାର ସହିତ, ଆମମାନଙ୍କର ହୃଦୟର ଅନ୍ତରର ସମସ୍ତ ବିଷୟକୁ ପ୍ରଭୁଙ୍କ ନିକଟରେ ଜଣାଇବା। ଯେ ପ୍ରକାର ଦାଉଦ ପ୍ରାର୍ଥନା କରନ୍ତି, ହେ ପ୍ରଭୁ, ମୋ ହୃଦୟରେ ଯଦି କୌଣସି ପ୍ରକାର ଦୁଷ୍ଟତା ଥାଏ ତାହେଲେ ମତେ ତୁମେ ଜଣାଅ, ଆଉ ସେ ଦୁଷ୍ଟତା ଦୂର କର। ଆମମାନଙ୍କ ହୃଦୟରେ ସେଇ କ୍ରୋଧ କି ହିଂସା କି କୁକଳ୍ପନା କି ମନ୍ଦ ଚିନ୍ତା କି ଅନ୍ୟର ଅନିଷ୍ଟ ଚିନ୍ତା ପ୍ରଭୁ ଆମକୁ ନ ଦିଅନ୍ତୁ। ହୁଏତ ଆମେ ଜାଣିନଥିବା କେତେବେଳେ ଯେ କୋ ସମୟରେ ଆମମାନଙ୍କ ହୃଦୟ ମଧ୍ୟରେ ସେ ସମସ୍ତ ବିଷୟ ପଶିବ, ଆମମାନେ ଜାଣିପାରିନଥିବା। ପ୍ରିୟ ମାନେ, ସେଥିପାଇଁ ଆମମାନେ ଜାଗ୍ରତ ହେବା, କାରଣ ଆମମାନଙ୍କର ପରମେଶ୍ୱର ସେ ଦୟାଳୁ ପରମେଶ୍ୱର, ଆଉ ପ୍ରତ୍ୟେକଙ୍କର କର୍ମ ଅନୁସାରେ ସେ ଫଳ ଦେବା ପରମେଶ୍ୱର ସେ ଅଟନ୍ତି। ଆମମାନେ ପ୍ରଭୁଙ୍କ ନିକଟରେ ଆମେ କହିବା ନାହିଁ ସେ କ୍ଷମାକାରୀ ବୋଲି କ୍ଷମା ଦେଇଦେବେ, ସେତିକି ନୁହଁ, କ୍ଷମା ଦେବେ ସତ କଥା, କିନ୍ତୁ ଦଣ୍ଡଦାତା ପରମେଶ୍ୱର ମଧ୍ୟ ସେ ଅଟନ୍ତି। ସେ ଦଣ୍ଡଦାତା ପରମେଶ୍ୱର ମଧ୍ୟ ସେ ଅଟନ୍ତି। ସେଥିପାଇଁ ସେ ଦଣ୍ଡକୁ ଭୟ କରିବା, କାରଣ ଖାଲି ଆଶୀର୍ବାଦର ଆକର ପରମେଶ୍ୱର ବୋଲି ପ୍ରାର୍ଥନା କରିବାର ଶିଖିଛୁ, ଆଉ ଆଶୀର୍ବାଦ କର ବୋଲି ଆମେ ପ୍ରାର୍ଥନା କରିଥାଉ। କିନ୍ତୁ ଯଦି ଆମମାନେ କୁକର୍ମ କରିବା, ତାଙ୍କ ବିରୁଦ୍ଧରେ କାମ କରିବା, ତାହେଲେ ଦଣ୍ଡ ମଧ୍ୟ ଭୋଗିବା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ କରିବା। ଖାଲି ଆଶୀର୍ବାଦର ଆକର ହିଁ ନୁହନ୍ତି, ଦଣ୍ଡ ଦେବା ପରମେଶ୍ୱର ମଧ୍ୟ ସେ ଅଟନ୍ତି। ଖାଲି ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ପୂର୍ବରୁ ପଶ୍ଚିମ ଯେତେ ଦୂର ଆମମାନଙ୍କର ଅପରାଧ ତେତେ ଦୂର କରିଅଛ, ଆମମାନଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ହେଲେ ହିମ ପରି ଶୁକ୍ଳ କରିଅଛ। ତୁମେ ଆମମାନଙ୍କର ସମସ୍ତ ପାପକୁ ତୁମେ ଧୌତ କରିଦେଇଅଛନ୍ତି ସତ କଥା, କିନ୍ତୁ ଆମ ହୃଦୟ ମଧ୍ୟରେ ଯଦି ସେଇ ପ୍ରକାର କାର୍ଯ୍ୟ ଗୁଡାକ ଅଛି, ତାଙ୍କ ବିରୁଦ୍ଧରେ କାର୍ଯ୍ୟ ଅଛି, ତାହେଲେ ଦଣ୍ଡ ମଧ୍ୟ ଆମମାନଙ୍କୁ ଭୋଗିବାକୁ ପଡିବ। ଗତକାଲି ଜଣେ ହିନ୍ଦୁ ଭାଇ ମତେ କହୁଥିଲେ ଯେ ତାଙ୍କ ସହିତ ସାକ୍ଷ୍ୟ ଥିଲା, ତାଙ୍କ ସ୍ତ୍ରୀ ଚାଲି ଯାଇଛନ୍ତି, କ୍ୟାନ୍ସରରେ ଥିଲେ, ତ ଚାଲି ଯାଇଛନ୍ତି କହିଲେ, ତାପରେ ସେ ଗୋଟେ କଥା କହୁଥିଲେ ଯେ ଯେ ଯାହା ବୁଣିବ ତାହା କାଟିବ, କର୍ମର ଫଳ ନିଜେ ଭୋଗିବେ ମ୍ୟାଡମ ବୋଲିକି କହିଲେ। କଣ ହେଲା ଆଜ୍ଞା? ନାଇଁ, ସେ ଯେତେବେଳେ ମୋ ପାଖରେ ଥିଲା, ମୋର ମାଙ୍କର ଶରୀର ଅସ୍ୱାସ୍ଥ୍ୟ ହେବାରୁ ଦେଖିବାକୁ ପଡିବ କହିକି ସେ 6 ବର୍ଷ କାଳ ମୋ ସହିତ ସମ୍ପର୍କ ରଖିଲା ନାହିଁ, କଥାବାର୍ତ୍ତା ନାହିଁ, ମା ଘରକୁ ଚାଲିଗଲା। ଯେତେବେଳେ ତାଙ୍କର ବହୁତ ସୁବିଧା, ତାଙ୍କର ପରିବାର ସଚ୍ଛଳତା ଅଛି, ସେଥିପାଇଁ ଚାଲିଗଲା। କିନ୍ତୁ କିଛି ଦିନ ପରେ ତାଙ୍କୁ କ୍ୟାନ୍ସର ହେଲା। କିଛି ଦିନ ପରେ କ୍ୟାନ୍ସର ହେଲା, ପୁନର୍ବାର ତାର ସ୍ୱାମୀ ପାଖକୁ ଆସିଲା, ତାର ସ୍ୱାମୀ ଟ୍ରିଟମେଣ୍ଟ କଲା।
ଏବେ ମରିକି ହୁଏ ତ 2-3 ମାସ ହେବ ସେ ସ୍ତ୍ରୀ ଲୋକଟା ସେ ମତେ କହୁଥିଲା ଯେ ସେ ମତେ କହିଲେ ମୁଁ ସ୍ତ୍ରୀ ମରିଗଲା ସତ କଥା, କିନ୍ତୁ ମୁଁ କହିବି ତାର କର୍ମର ଫଳ ସେ ଭୋଗିଲା, ଭଲରେ ମରି ନାହିଁ। ସେ କ୍ୟାନ୍ସର ରୋଗରେ ପୀଡ଼ିତ ହେଇକି ସେ ଅସ୍ତବ୍ୟସ୍ତ ହେଇକି ମଲା। ପ୍ରିୟ ମାନେ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଚିନ୍ତା କରିବା ଆମମାନେ କି ପ୍ରକାର ଭାବରେ ଆମର ଜୀବନ ଶୈଳୀକୁ ଆମେ କାଟୁଅଛୁ, ଆମମାନଙ୍କର ଗତି କି ପ୍ରକାର ପ୍ରଭୁଙ୍କ ନିକଟରେ ଅଛି ନା ଆଉ କି ପ୍ରକାର ଭାବରେ ଶୈତାନିକ ଭାବରେ ଆମେ ପରିଚାଳିତ ହେଇ ଅନ୍ୟର ଅନିଷ୍ଟର କାରଣ ହଉଅଛୁ, ଅନ୍ୟର ଦୁଃଖର କାରଣ ହଉଅଛୁ, ଅନ୍ୟର ଅଭିଶାପର କାରଣ ହଉଅଛୁ ନା ଅନ୍ୟର ଆଶୀର୍ବାଦର କାରଣ ହଉଛୁ। ଅନ୍ୟମାନେ ଆଶୀର୍ବାଦ ପାଇଲେ ଆମେ ଖୁସି ହଉଅଛୁ ନା ଈର୍ଷା କରୁଅଛୁ, ଅନ୍ୟମାନେ ଆଶୀର୍ବାଦ ପାଇଲେ ଆମେ ଆନନ୍ଦିତ ହଉଅଛୁ ନା ହିଂସା ହଉଅଛୁ, ନା ଅନ୍ୟ ଲୋକ ଯେତେବେଳେ ଆଉ ତଳ ଶ୍ରେଣୀର ରୁହେ ନା ଆମେ ତାକୁ ତୁଚ୍ଛ କରୁଅଛୁ। ଆଉ ଯେତେବେଳେ ଦାଉଦ ନାଚି ନାଚି ଆସୁଅଛନ୍ତି ସେଇ ସମୟରେ ତାଙ୍କ ସ୍ତ୍ରୀ ଯେତେବେଳେ ମନେ ମନେ ତୁଚ୍ଛ କଲା, ସେ ତୁଚ୍ଛଟାକୁ କେହି ଦେଖିନଥିଲେ, ପରମେଶ୍ୱର ହିଁ ଦେଖିଥିଲେ। ମନୁଷ୍ୟ କିଏ ଦେଖିନଥିଲେ, ହୁଏତ ତାର ସ୍ୱାମୀ ମଧ୍ୟ ଦେଖିନଥିବ, କିନ୍ତୁ ହୃଦୟର ତୁଚ୍ଛତା ପରମେଶ୍ୱର ଦେଖିଥିଲେ। ଆଉ ସେଥିପାଇଁ ସାଙ୍ଗେ ସାଙ୍ଗେ ତାଙ୍କର ଗର୍ଭକୁ ରୁଦ୍ଧ କରିଦେଲେ। ପ୍ରିୟମାନେ, ଏହା ସାମାନ୍ୟ ବୋଲି ଭାବିବା ନାହିଁ, ପରମେଶ୍ୱର ଊର୍ଦ୍ଧ୍ୱରୁ ଥାଇ ସମସ୍ତ ବିଷୟ ଦେଖୁଛନ୍ତି, ଯାହାକି ଦ୍ୱିତୀୟ ବଂଶାବଳୀରେ ଲେଖାଯାଏ, ଓ ତାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେ ତେଣେ ଦୌଡଇ ଆମମାନଙ୍କର ପରମେଶ୍ୱର ଆମମାନଙ୍କ ପ୍ରତି ସେ ତାଙ୍କର ଚକ୍ଷୁ ସଦା ସର୍ବଦା ଅଛି। ଆମେ କି ପ୍ରକାର ଭାବରେ ଆମର ଜୀବନ କାଟୁଅଛୁ, ଭଲ କର୍ମ କରୁଅଛୁ ନା ମନ୍ଦ କର୍ମ କରୁଅଛୁ। ପ୍ରିୟମାନେ, ଆମମାନଙ୍କର ଜୀବନରେ ଆମେ ଚିନ୍ତା କରିବା, ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନେ ଯେ ପ୍ରକାର ସେଇ ଦୁଷ୍ଟତାର କାର୍ଯ୍ୟରେ ଆମମାନେ ଲିପ୍ତ ନ ହୋଇ ଶୈତାନ ହାବୁଡରେ ନ ପଡି, ଶୈତାନ ଆମମାନଙ୍କୁ ଯେତେବେଳେ ବ୍ୟବହାର କରିବା ପାଇଁ ଆସେ ସେଇ ସମୟରେ ଆମେ ଶୈତାନକୁ ଦୂର କରି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁ ମୋ ଜୀବନରେ ଏଇ ଯୋଉ ମନ୍ଦ ଚିନ୍ତା ଆଣି ଦଉଅଛି, ମନ୍ଦ ସ୍ୱଭାବ ଆଣି ଦଉଅଛି, ମନ୍ଦ ଭାବନା ଯୋଉ ଆଣି ଦଉଅଛି, ପ୍ରଭୁ ମତେ ତୁମେ ଦୟା କର। ମୁଁ ଚାହୁଁ ନାହିଁ ଯେ ତୁମ ବିରୁଦ୍ଧରେ କାର୍ଯ୍ୟ କରିବା ନିମନ୍ତେ, ପ୍ରଭୁ ମତେ ତୁମେ ଦୟା କର। କାରଣ ଅହଙ୍କାରୀ ମାନେ ହିଁ ସେ ସମସ୍ତ ବିଷୟ କରିବେ, ଦୁଷ୍ଟ ଲୋକମାନେ ହିଁ ସେ ସମସ୍ତ ବିଷୟ କରିବେ, ଯୋଉମାନେ କି ପ୍ରଭୁଙ୍କୁ ଜାଣିନାହାନ୍ତି ସେଇମାନେ ହିଁ କରିବେ। କାରଣ ହିତୋପଦେଶରେ ଲେଖାଯାଏ, 24:2 ପଦରେ ଲେଖାଯାଏ, ମନ୍ଦ ଲୋକର ଅନ୍ତଃକରଣ ଦୌରାତ୍ମ୍ୟ କଳ୍ପନା କରେ, ପୁଣି ସେମାନଙ୍କର ଅଷ୍ଟ ଅନିଷ୍ଟ କଥା କହେ। କେଉଁମାନେ ନା ମନ୍ଦ ଲୋକମାନେ, ଦୁଷ୍ଟ ଲୋକମାନେ, ସେମାନେ ସଦା ସର୍ବଦା ଅନ୍ତଃକରଣରେ କୁକଳ୍ପନା କରିବେ, ସେମାନଙ୍କର ଅଷ୍ଟ ସଦା ସର୍ବଦା ଅନ୍ୟ ବିଷୟରେ ଅନିଷ୍ଟ କଥା କହିବା ନିମନ୍ତେ ଆଗେଇବ, ପଛେଇବ ନାହିଁ। କିନ୍ତୁ ଆମମାନଙ୍କର ପରମେଶ୍ୱର ସତ୍ୟ ପରମେଶ୍ୱର, ଆମମାନଙ୍କର ପରମେଶ୍ୱର ଉତ୍ତମ କାର୍ଯ୍ୟ କରିବା ପରମେଶ୍ୱର। ସେ ଆମମାନଙ୍କୁ କହନ୍ତି, ମୁଁ ଯେ ପ୍ରକାର ଉତ୍ତମ, ମୁଁ ଯେ ପ୍ରକାର ପବିତ୍ର, ମୁଁ ଯେ ପ୍ରକାର ସତ୍ୟ, ତୁମେ ମାନେ ମଧ୍ୟ ସେହି ପ୍ରକାର ସୁକର୍ମ କରି ଦେଶରେ ବିଶ୍ୱସ୍ତର ସହିତ ଅନୁଗାମୀ ହୁଅ। କାରଣ ଆମମାନଙ୍କର ପରମେଶ୍ୱର ବିଶ୍ୱସ୍ତ ପରମେଶ୍ୱର ସେ ଅଟନ୍ତି। ପ୍ରିୟମାନେ, ଆମମାନଙ୍କର ପରମେଶ୍ୱର ସତ୍ୟ ପରମେଶ୍ୱର ସେ ଅଟନ୍ତି। ସେଥିପାଇଁ ତ ଆଜି ଯୋଉମାନେ ସେ ଆଙ୍କୁ ଅନୁଗାମୀ ହଉଛନ୍ତି, ଯୋଉମାନେ ଅନୁସରଣ କରୁଅଛନ୍ତି, ସେଥିପାଇଁ ତ ତାଙ୍କ ବିରୁଦ୍ଧରେ ଏଇ ପ୍ରକାର ଯନ୍ତ୍ରଣା କରାଯାଉଛି, ଷଡଯନ୍ତ୍ର ହେଉଅଛି, ବିରୁଦ୍ଧ ହେଇ ଉଠୁଅଛି, କୁକଳ୍ପନା କରୁଅଛନ୍ତି, ତାଙ୍କରି ଲୋକମାନଙ୍କୁ ବଧ କରିବା ନିମନ୍ତେ, ତାଙ୍କରି ଲୋକମାନଙ୍କୁ ବନ୍ଦୀରେ ପକେଇବା ନିମନ୍ତେ ତାଙ୍କ ବିରୁଦ୍ଧରେ ଅନେକ ଅନେକ ବିଷୟ ଉଠୁଅଛି। କିନ୍ତୁ ସେ ସମୟ ଅଳ୍ପ ଦିନ ପାଇଁ। ପ୍ରଭୁ କହିଛନ୍ତି, ତୁମର ଶତ୍ରୁଗଣକୁ ତୁମ୍ଭ ସାକ୍ଷାତରେ, ତୁମରି ଶତ୍ରୁଗଣକୁ ତୁମ୍ଭ ସାକ୍ଷାତରେ ମେଜ ସଜାଇବା। ତାଙ୍କରି ଲୋକମାନଙ୍କୁ କେବେ ବି ସେ କେବେ ଛାଡିବେ ନାହିଁ। ତାଙ୍କର ଶତ୍ରୁ ମାନଙ୍କୁ ଆମର ଚରଣ ତଳେ ସେ ଆଣିକି ପକେଇବେ। ପ୍ରିୟମାନେ, ତୁମେ ଦେଖୁଥିବ, ଆମମାନଙ୍କର ଚକ୍ଷୁ ଦେଖୁଥିବ, କିନ୍ତୁ ଆମମାନେ ଯଦି ଉତ୍ତମ କର୍ମ କରିବା, ଆମ ବିରୁଦ୍ଧରେ ଉଠୁଥିବା ଲୋକମାନଙ୍କୁ ସେ କି ପ୍ରକାର ଭାବରେ ନିପାତ କରିବେ ଆମମାନେ ସ୍ୱଚକ୍ଷୁରେ ଦେଖିବା। ସେଥିପାଇଁ ଆମମାନେ ପ୍ରଭୁଙ୍କୁ ଭୟ କରିବା, କାରଣ ଆମମାନଙ୍କର ପରମେଶ୍ୱର ଆଶୀର୍ବାଦର ଆକର ପରମେଶ୍ୱର ସତ କଥା, କିନ୍ତୁ ସେ ଦଣ୍ଡଦାତା ପରମେଶ୍ୱର ମଧ୍ୟ ସେ ଅଟନ୍ତି। ଯେତେବେଳେ ଯୋସେଫଙ୍କର ଭାଇମାନେ କୁକଳ୍ପନା କଲେ, ସେ କହୁଛନ୍ତି, ଭାଇ ତୁମେ ମୋ ବିରୁଦ୍ଧରେ କୁକଳ୍ପନା କଲ ସତ କଥା, କିନ୍ତୁ ପରମେଶ୍ୱର ମତେ ଦୟା କଲେ। ଭାଇମାନେ ସେମାନଙ୍କର କଣ କଲେ, ନିଜ ଭାଇମାନେ, ଇଏ ସ୍ୱପ୍ନ ଦେଖିଲା, ଇଏ ପୁଣି ଦିନେ ରାଜା ହେବ, ଇଏ ପରେ ଦିନେ ବଡ ଲୋକ ହେବ, ଆକୁ ପୁଣି ଆମେ ନମସ୍କାର କରିବୁ, ଆକୁ ପୁଣି ଆମେ ପ୍ରଣାମ କରିବୁ, ଏଇ ପ୍ରକାର ଭାବରେ ସେମାନଙ୍କର ହୃଦୟ ମଧ୍ୟରେ ଈର୍ଷା ଭାବ ବହିଲେ। କିନ୍ତୁ ସେଦିନ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ। ଆଉ ସେ ଯେ ପ୍ରକାର ସ୍ୱପ୍ନ ଦେଖିଥିଲେ, ସେ ଭାଇମାନେ ସେଇ ପ୍ରକାର ହିଁ ତାଙ୍କର ସେଇ ସାନ ଭାଇକୁ ଯାଇ ପ୍ରଣାମ କରୁଛନ୍ତି।
से परमेश्वर गोटे गोटे वाक्य सत्य पुणी सफल हो आसु परमेश्वर मुख निश्चित वाक्य मिथ्या नुहे कि निष्फल नुहे प्रिय माने सफल हेबा वाक्य सत्य वाक्य ए पवित्र वाक्य से बाइबल जहा सब आम देखुचु से समस्त गोटी गोटी सफल हो आसुअछि आजिकाली आम देखुचु जे तांकरी लोक मानकर विरुद्ध रे षडयंत्र चली कु मंत्राड़ा चली अछि कु कल्पना चली अछि हिंसा चली अछि कौन सी प्रकार तांकर लोक मान को माने समादर नाही ई प्रकार चली परमेश्वर से कुकल्पनाकारी मान को जानती से दुष्ट लोक मान को से जानती किंतु तांकु भय करिबा लोक मान को से प्रभु कौन करिवे ना रक्षा करिवे तांकु भय करिबा लोक मान को से कौन करिवे ना से उद्धार करिवे कारण से प्रतिज्ञा करी अछंती जे आम मान को से केबे छाड़िबे नाही कि त्याग करिवे नाही कारण आम्भे तुमरो परमेश्वर आम्भे तुमरो संगरे अछु तुमे भय करो नाही तुमे भय करो नाही आमे तुम संगरे अछु प्रिय माने आम माने आजी जो चिंता कलु कुकर्म सुकर्म मंद कल्पना आउ उत्तम कल्पना ए समस्त विषय जो रही अछि आम माने चिंता करिबा आज आम मानकर हृदय मध्यरे को विषय स्थान पाई अछि कुकल्पना रे स्थान पाई अछि ना सुकल्पना रे आम मानकर जीवन आम माने काटु अछु प्रिय माने कारण आम माने जानू दुष्ट लोक ही अधार्मिक लोक ही ए समस्त कार्य करे किंतु आम माने प्रभु को जदि जानी अछु प्रभु को जदि विश्वास करि अछु प्रभु को जदि प्रभु को जदि आम माने परित्राण कर्ता रूपे हृदय मध्य ग्रहण करि अछु ताहले पवित्र आत्मा परमेश्वर आम को बल देबे शक्ति देबे ए समस्त जगतर समस्त मंद कर्मरु तांको विरुद्ध रे जहा किछि प्रभु को संतुष्ट नै से समस्त मंद विषय मान को से पृथक रखिबे अलगा रखिबे सेथि आम माने देखुछु जे सृष्टिर आरंभ रे ही परमेश्वर कहउछंती जे मनुष्यर हृदयर कल्पना अविरत मंद मात्र निजे परमेश्वर कहउछंती जे मनुष्यर कल्पना अविरत मंद मात्र केही भी कहि पारबा नै जे मु केबे भी मंद चिंता करी नाही मु केबे भी मंद भावना करी नाही केबे भी का प्रति ईर्ष्या करी नाही होय तो आमे कहि देई पारिबा किंतु केते बेले आम मानक मध्यरे से छळ ईर्ष्या जाको आसी जाई थाए आमे माने निजे भी जानी पारि न थाउ सेति पय प्रिय माने आम माने से परमेश्वर से दिन जो दुखर सहित कहिले जे मनुष्यर हृदयर दुष्टता मनुष्यर अंतकरणर भावनार प्रत्येक कल्पना अविरत मंद मात्र से आम माने चेष्टा करिबा कारण परमेश्वर आम मानकर अंतकरण को चाहती आम मानकर हृदय को चाहती ए समस्त विषय जदि थिबो ताहले परमेश्वर आम मानकर अंतकरण रे रहिबे नै आ जदि परमेश्वर आम मानकर अंतकरण रे रहिबे ए समस्त कार्य करिबा को देबे नै अर्थात तांकर वाक्य जे आदि आम मानकर हृदय रे रहिबो जे प्रकार दाऊद कहले मु जे प्रकार तुम विरुद्ध रे पाप न करे सेति पय मु आपणार हृदय मध्य तुम्हार वाक्य संचय करी रखी अछि आईब मध्य कहू अछंती जे मोर शरीर खाद्य ठारू मु तुम्हार वाक्य हृदय मध्य अधिक प्रचुर परिमाण रे संचय करी रखी अछि प्रिय माने से वाक्य को जदि आम हृदय मध्य रखिबा ताहले कौन सी प्रकार शैतान आम को आक्रांत करिबो नाही आम माने विश्वासतार सहित आम माने सदा प्रभुकर दृष्टि जहाँ संतुष्ट जहाँ उत्तम से कार्य करी आगो को बढ़िबा प्रभु आम प्रत्येक को आशीर्वाद करिवे अनुग्रह करिवे आ आमनकर सहायक हेबे प्रभु ए अल्प वाक्य आम प्रत्येक को आशीर्वाद करंतु आ को जदि किछि भूल अछि ख्रीष्ट प्रेम रे क्षमा करिवे आ बहुत बहुत धन्यवाद ए सुंदर सुजोग पई लीमा भौणी को पुणी आज परिचालना करथिबा प्रभुकर दासी को मते धन्यवाद ज्ञापन करे बहुत बहुत धन्यवाद बहुत बहुत धन्यवाद सिस्टर अति सुंदर वाक्य गुड़ाए थर मेमोरी वर्स रे मतो लोक कथा सुनु आमे वाक्य भी कहबारे सुनी थाउ किंतु जो एग्जांपल गुडा को देई कि आसले बहुत भलो थिला सेटा अति शिक्षणीय माने गुड़ाए विषय कहि कि आसले आ विशेष करी द मेन यस जो रखिले मनुष्य अंतकरण भावना अविरत मंद आ परमेश्वर अंतकरण देखंती किंतु मनुष्य भावना सब बेले मंद रुए तू कल्पना कुकल्पना तू मंद ये समस्त नहीं जो वर्ड गुड़ा को रखिले ए द्वारा जो आम मान को एक्सप्लेन करके आसिले विशेष करी दाऊद तांको भाई सहित पुणी कईन हेबल इस्कारित जिहुदा पुणी यीशुंकर आ साउल पुणी दाऊदंकर
केते गुड़े विषय मर्दक्य हामान पुणी आहाब राजा तांको स्त्री ए समस्तଙ୍କର ଯେତିକି ଆମମାନଙ୍କୁ ଶିକ୍ଷା ଦେଇକି ଆସିଲେ ସେ ଭିତରେ ଯେ ଜଣଙ୍କର ଭଲ ବିଷୟ ରହୁଛି ଅନ୍ତରରେ ଆଉ ଜଣଙ୍କର ଯେ ଇଚ୍ଛା ଅହଙ୍କାରୀ ସମସ୍ତ କିଛି ରହୁଛି ଏ ଆଜି ସୁନ୍ଦର ଭାବରେ ଆମମାନଙ୍କୁ ଏକ୍ସପ୍ଲେନ କରିକି ଆସିଲେ ସରଳ ଭାବରେ ଆମମାନଙ୍କୁ ବୁଝାଇ ଦେଲେ ଗୁଡ଼ାଏ ବିଷୟ ଆମମାନଙ୍କୁ ଶିକ୍ଷା ଦେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।